अगस्त्यଙ୍କ समेत अनेक विशिष्ट ऋषि रामଙ୍କୁ साक्षात करती ଯେଉଁମାନେ ରାବଣଙ୍କ ଉପରେ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାନ୍ତି ସେମାନେ ରାମଙ୍କ ପରାକ୍ରମ ଏବଂ ଶକ୍ତିକୁ ପ୍ରଶଂସା କରନ୍ତି କିନ୍ତୁ ରାମ ଦ୍ୱନ୍ଦ୍ୱରେ ପଡ଼ନ୍ତି ଯେ ସେମାନେ କାହିଁକି ରାବଣଙ୍କ ପୁତ୍ର ଇନ୍ଦ୍ରଜିତଙ୍କୁ ତାଙ୍କ ପିତା କରିଥିଲେ ଶକ୍ତିଶାଳୀ ବୋଲି ପ୍ରଶଂସା କରୁଛନ୍ତି। ସେ ଅଗସ୍ତ୍ୟଙ୍କୁ ଏଠାରେ ତିହୋସାତି ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। କୁମ୍ଭାଜିନୀ ରାମଙ୍କୁ ଇନ୍ଦ୍ରଜିତଙ୍କ ପୂର୍ବପୁରୁଷଙ୍କ ବିଷୟରେ କୁହନ୍ତି। ସେ ଯଜ୍ଞ କରନ୍ତି ଯେ ବିରାଭା ଜଣେ ବ୍ରହ୍ମର୍ଷି ପୁଲସ୍ତ୍ୟ ଏବଂ ତାଙ୍କ ଝିଅଙ୍କଠାରୁ ଜନ୍ମ ହୋଇଥିଲେ। ପୁଲସ୍ତ୍ୟରେ କୁହନ୍ତି ସେ ବର୍ଜ୍ଜାକୁରା କରନ୍ତି ଯେ ବିରାଭା ଜଣେ ବାଧା ସୃଷ୍ଟି କରିଥିଲେ ଯାହାଫଳରେ ସେମାନେ ବାଧା ସୃଷ୍ଟି। ଏଠାରେ ସାଦୃଶ ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ବିରାଭା ଜଣେ ସନ୍ନ୍ୟାସୀଙ୍କର ବୈକ୍ରାବନ ନାମକ ଏକ ପୁତ୍ର ଥିଲେ ଯିଏକି ତାଙ୍କର ସଦ୍ଗୁଣ ଏବଂ ଜ୍ଞାନ ପାଇଁ ଜଣାଶୁଣା ଥିଲେ। ବ୍ରହ୍ମା ତାଙ୍କୁ ଧନର ପ୍ରଭୁ ହେବା ପାଇଁ ଏକ ବର ପ୍ରଦାନ କରିଥିଲେ ଏବଂ ବିରାଭା ତାଙ୍କୁ ସେହି ସମାଜରେ ଖାଲି ଏବଂ ରାମ ଅଗସ୍ତ୍ୟଙ୍କୁ ରାକ୍ଷସମାନଙ୍କର ଉତ୍ପତ୍ତି ଏବଂ ପୁଲସ୍ତ୍ୟଙ୍କ ସହିତ ସେମାନଙ୍କର ସମ୍ପର୍କ ବିଷୟରେ ପଚାରିଥିଲେ। ଅଗସ୍ତ୍ୟ ବ୍ୟାଖ୍ୟା କରନ୍ତି ଯେ ସେମାନେ ବ୍ରହ୍ମାଙ୍କ ଦ୍ୱାରା ଜଳର ରକ୍ଷକ ଭାବରେ ସୃଷ୍ଟି ହୋଇଥିଲେ କିନ୍ତୁ କେତେକ କହିଲେ ରକ୍ଷା ସୁରକ୍ଷା ଏବଂ ଅନ୍ୟମାନେ କହିଲେ ଯକ୍ଷ ଯାହାର ଫଳସ୍ୱରୂପ ଦୁଇଟି ଗୋଷ୍ଠୀ ସୃଷ୍ଟି ହେଲା। ଗୋଟିଏ ସୁକେଶଙ୍କ ପୁତ୍ର ମାଲ୍ସବାନ ସୁମାଲି ଏବଂ ମାଲି ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ କରିଥିଲେ ଏବଂ ଅପରାଜୟ ହୋଇଥିଲେ। ତାପରେ ସେମାନେ ବିଶ୍ୱକର୍ମାଙ୍କ ସହାୟତାରେ ଲଙ୍କା ସହର ନିର୍ମାଣ କରିଥିଲେ। ପୁତ୍ରମାନେ ଅନେକ ସନ୍ତାନ ଜନ୍ମ କରିଥିଲେ ଯେଉଁଥିରେ ପ୍ରହାସ ପ୍ରଘାସ ଏବଂ କୈକାସୀଙ୍କ ପରି ରାକ୍ଷସ ଅନ୍ତର୍ଭୁକ୍ତ ଥିଲେ ଯେଉଁମାନେ ଋଷି ସ୍ୱର୍ଗୀଜଳ। ସୁକେଶଙ୍କ ପୁତ୍ରଙ୍କ ଭଜରେ ପୀଡ଼ିତ ଦେବତାମାନେ ମହେଶ୍ୱର ଏବଂ ପରେ ବିଷ୍ଣୁଙ୍କ ଠାରୁ ସୁରକ୍ଷା ଚାହାନ୍ତି। ସେମାନେ ବିଷ୍ଣୁଙ୍କୁ ସେମାନଙ୍କର ଅସୁବିଧା ବର୍ଣ୍ଣନା କରନ୍ତି ଯିଏ ରାକ୍ଷସମାନଙ୍କୁ ନଷ୍ଟ କରିବାକୁ ରାଜି ହୁଅନ୍ତି। ମାଲଜର୍ବନ ଏବଂ ସୁମାଲିଙ୍କ ଦିକନେକ୍ରେ ରାକ୍ଷସମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି କିନ୍ତୁ ଶେଷରେ ବିଷ୍ଣୁଙ୍କ ଦ୍ୱାରା ପରାସ୍ତ ହୁଅନ୍ତି। ଏକ ପର୍ବତକୁ ପ୍ରତିନିଧିତ୍ୱ କରୁଥିବା ବିଷ୍ଣୁ ରାକ୍ଷସ ସହିତ ଯୁଦ୍ଧ କରନ୍ତି ଯେଉଁମାନେ ତାଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରନ୍ତି। ବିଷ୍ଣୁ ତାଙ୍କ ସାରଙ୍ଗ ଧନୁ ଏବଂ ଶଙ୍ଖ ବଜ୍ର ବାହାର କରି ସେମାନଙ୍କୁ ପ୍ରତିହତ କରନ୍ତି। ହଜାର ହଜାର ରାକ୍ଷସଙ୍କୁ କାଟି ସେମାନଙ୍କ କରନ୍ତି। ଶେଷରେ ସୁମାଲି ଏବଂ ମାଲି ପରାସ୍ତ ହୁଅନ୍ତି ଏବଂ ଅବଶିଷ୍ଟ ରାକ୍ଷସମାନେ ଆତଙ୍କିତ ହୋଇ ମାଲଜର୍ବନ ଜଣେ ଶକ୍ତିଶାଳୀ ରାକ୍ଷସ ନେତା ବିଷ୍ଣୁ ପଦ୍ମନାଭଙ୍କ ଦ୍ୱାରା ଯୁଦ୍ଧ ପାଇଁ ଆହ୍ୱାନ ଦେବା ପରେ ତାଙ୍କୁ ହତ୍ୟା କରାଯାଏ। ରାକ୍ଷସମାନେ ପରାସମାନଙ୍କୁ ସୁମାଲିଙ୍କ ନେତାମାନଙ୍କୁ ସାରି ଯେଉଁମାନେ ରାବଣଙ୍କ ଠାରୁ ଶକ୍ତିଶାଳୀ ଥିଲେ। ବିଷ୍ଣୁଙ୍କ ବିଜୟ ରାକ୍ଷସଙ୍କ ଶକ୍ତିର ସମାପ୍ତିକୁ ଚିହ୍ନିତ କରେ ଯାହା ସେମାନେ। ସୁମାଲି ଜଣେ ରାକ୍ଷସ ତାଙ୍କ ଝିଅ କୈକାସୀଙ୍କ ନିକଟକୁ ଯାଇ ଜଣେ ତପସ୍ୱୀ ବିରାବଙ୍କ ସହ ବିବାହର ବ୍ୟବସ୍ଥା କରନ୍ତି। ଶକ୍ତିଶାଳୀ 10 ବେକରେ ରାକ୍ଷସ ଜନ୍ମ ହୁଅନ୍ତି। ତାପରେ କୁମ୍ଭକର୍ଣ୍ଣ ଏବଂ ଶୂର୍ପଣଖା ରାମ ଜଙ୍ଗଲରେ ତାଙ୍କ ଭାଇମାନଙ୍କ ତପସ୍ୟା ବିଷୟରେ ପଚାରନ୍ତି ଏବଂ ଅଗସ୍ତ୍ୟ ତାଙ୍କୁ କହିଥିଲେ ଯେ କୁମ୍ଭକର୍ଣ୍ଣ ଗ୍ରୀଷ୍ମ ଋତୁରେ ପାଞ୍ଚରେ ରହିଥିଲେ ବର୍ଷା ଋତୁରେ ପାଣିରେ ଭିଜାଇଥିଲେ ଏବଂ ବର୍ଷାରେ ବର୍ଷା ଋତୁରେ ଟି ଗୋଡ଼େ ଠିଆ ହୋଇଥିଲେ ଏବଂ 10 ବେକରେ ଥିବା ରାବଣ ପ୍ରଷ୍ଟାଙ୍କ ଦ୍ୱାରା ତାଙ୍କ ଭାଇ ବିଭୀଷଣଙ୍କୁ ଲଙ୍କା ସହର ଫେରାଇ ଦେବା ପାଇଁ
ପ୍ରବର୍ତ୍ତିତ ହୁଅନ୍ତି, ଯିଏ ସେଠାରେ ରହୁଛନ୍ତି। ରାବଣଙ୍କ ପିତା ବିରାବ ତାଙ୍କୁ ପୂର୍ବରୁ ଦିଆଯାଇଥିବା ଏକ ବରକୁ ଦର୍ଶାଇ ବିଭୀଷଣଙ୍କ ସହ ବିବାଦରେ ନ ପଡ଼ିବାକୁ ପରାମର୍ଶ ଦିଅନ୍ତି। ରାକ୍ଷସମାନଙ୍କର ପ୍ରଭୁ ରାବଣ ମାଜାଙ୍କ ଝିଅ ମନ୍ଦୋଦରୀଙ୍କୁ ବିବାହ କରନ୍ତି। ଏହା ଜାଣିବା ପରେ ଯେ ସେ ଋଷି ପୌଲସ୍ତ୍ୟଙ୍କ ପୁଅ ରାବଣ ମଜ୍ଜଳ ବଜ୍ରବାଲାଙ୍କୁ ବିବାହ କରନ୍ତି ଏବଂ ବିଭୀଷଣ ସାରାମାଙ୍କୁ ବିବାହ କରନ୍ତି। ମନ୍ଦୋଦରୀ ମେଘନାଦ ଇନ୍ଦ୍ରଜିତ ନାମକ ଜଣେ ଶକ୍ତିଶାଳୀ ରାଜକୁମାରଙ୍କୁ ଜନ୍ମରେ ବଜ୍ରପାତ ପରି ଗର୍ଜନ କରନ୍ତି ଏବଂ ଲଙ୍କାକୁ ଭଜବିତ। ରାବଣଙ୍କ ଭାଇ କୁମ୍ଭକର୍ଣ୍ଣ ନିଦ୍ରା ଦ୍ୱାରା ଶୋଇପଡ଼ନ୍ତି ଏବଂ ରାବଣଙ୍କ ସେବକ ଦକାନନ ନନ୍ଦନ ଉଦ୍ୟାନକୁ ଧ୍ୱଂସ କରନ୍ତି। ବୈକ୍ରବନ ଲଙ୍କାକୁ ଜଣେ ଦୂତ ପଠାନ୍ତି, କିନ୍ତୁ ରାବଣ ତାଙ୍କୁ ହତ୍ୟା କରନ୍ତି। ଦୂତ ମହେଶ୍ୱର ଶିବଙ୍କ ସହ ବନ୍ଧୁତା କରିଥିଲେ ଏବଂ ରାବଣଙ୍କୁ ମନ୍ଦ କାର୍ଯ୍ୟରୁ ନିବୃତ୍ତ କରିବାକୁ କୁହାଯାଇଥିଲା। ମହୋଦର ଏବଂ ପ୍ରହ୍ଲାଦଙ୍କ ନୀତିବରରେ ରାବଣ ଏବଂ ତାଙ୍କ ପରାମର୍ଶଦାତା କୈଳାସ ପର୍ବତ ଉପରେ ଯକ୍ଷମନ୍ତ୍ରୀ ନାମେ ଜଗନ୍ତି। ରାବଣଙ୍କ ଶକ୍ତି ଅତୁଳନୀୟ, କାରଣ ସେ ହଜାର ହଜାର ଯକ୍ଷଙ୍କୁ ତାଙ୍କ ଗଦା ଦ୍ୱାରା ହତ୍ୟା କରୁଥିବା ବେଳେ ତାଙ୍କ ପରାମର୍ଶଦାତା ଆହୁରି ଶହ ଶହ ଲୋକଙ୍କୁ ପରାସ୍ତ କରନ୍ତି। ଯକ୍ଷସେନା ଶେଷରେ ବିକ୍ଷିପ୍ତ ହୁଏ। ଯକ୍ଷ ମଣିଭଦ୍ର ରାବଣ ରାକ୍ଷସମାନଙ୍କ ବିରୁଦ୍ଧରେ ଯୁଦ୍ଧରେ ହଜାର ହଜାର ଯକ୍ଷଙ୍କ ନେତୃତ୍ୱ ନିଅନ୍ତି। ଆହତ ଏବଂ ସମକକ୍ଷ ହେବା ସତ୍ତ୍ୱେ ମଣିଭଦ୍ର ହାର ମାନିବାକୁ ମନା କରନ୍ତି। ତଥାପି ସେ ଶେଷରେ ରାବଣଙ୍କ ଭ୍ରମରେ ପରାସ୍ତ ହୁଅନ୍ତି ଏବଂ ଆହତ ହୋଇ ତାଙ୍କ ରଥରୁ ଖସି ପଡ଼ନ୍ତି। ତାପରେ ରାକ୍ଷସ ରାଜା ପୁଷ୍ପକକାରକୁ ଯୁଦ୍ଧର ପୁରସ୍କାର। ରାକ୍ଷସମାନଙ୍କର ରାଜା ରାବଣ ବଡ଼ ନଳାକାର କାଠ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଭବଙ୍କର ଜଣେ ପ୍ରଚଣ୍ଡ ପରିଚାରକ ମହାସେନା ଏବଂ ନନ୍ଦୀଙ୍କୁ ଭେଟିଥିଲେ। ରାବଣ ଏବଂ ନନ୍ଦୀଙ୍କ ମଧ୍ୟରେ ସଂଘର୍ଷ ପରେ ଶଙ୍କର ହସ୍ତକ୍ଷେପ କରିଥିଲେ ଏବଂ ରାବଣଙ୍କୁ ତାଙ୍କର ନାମ ରାବଣ ଏବଂ ଚନ୍ଦ୍ରହାସ ନାମକ ଏକ ଉଜ୍ଜ୍ୱଳ ଖଣ୍ଡା ପ୍ରଦାନ କରିଥିଲେ। ଶ୍ରୀଲଙ୍କାର ରାଜା ରାବଣ ହିମାଳୟରେ ଏକ ସୁନ୍ଦର ତପସ୍ୱୀ ବେଦବତୀଙ୍କୁ ଭେଟିଛନ୍ତି। ସେ ତାଙ୍କୁ ବିବାହ କରିବାକୁ ତାଙ୍କ ସ୍ୱାମୀ ଭାବରେ ତାଙ୍କ ସପ୍ତ ବୋଲି ଦର୍ଶାଇ କ୍ରୋଧିତ ହୋଇ ରାବଣ ତାଙ୍କୁ ଧରି ନିଅନ୍ତି। କିନ୍ତୁ ସେ ଖଣ୍ଡା ପରି ହାତରେ ନିଜ କେଶ କାଟି ରାବଣ ପୁଷ୍ପକ ଆରୋହଣ କରି ପୃଥିବୀକୁ ଆଚ୍ଛାଦିତ କରନ୍ତି ଏବଂ ରାଜା ମାରୁତଙ୍କ ବଳିଦାନର ନିଜକୁ ଶ୍ରେଷ୍ଠ ବୋଲି ବିବେଚନା କରି ବଳିଦାନରେ ଯୋଗ ଦେବାକୁ ଚେଷ୍ଟା କରନ୍ତି, କିନ୍ତୁ ରାଜା ମାରୁତଙ୍କ ଦ୍ୱାରା ଆହ୍ୱାନ ହୁଅନ୍ତି। ରାବଣ ରାକ୍ଷସ ରାଜା ବିଭିନ୍ନ ସମ୍ରାଟଙ୍କୁ ସାମନା କରନ୍ତି, ଯେଉଁମାନେ ତାଙ୍କ ଶକ୍ତି ଦ୍ୱାରା ଭଜବିତ ହୁଅନ୍ତି ଏବଂ ବିନା ଯୁଦ୍ଧରେ ଆତ୍ମସମର୍ପଣ କରନ୍ତି। ତଥାପି ଅଯୋଧ୍ୟାର ରାଜା ଅନାରଞ୍ଜ ପଛକୁ ହଟିବାକୁ ମନା କରନ୍ତି ଏବଂ ରାବଣଙ୍କ ସହ ଯୁଦ୍ଧରେ ନିଜେ ଜିତେ ହୁଅନ୍ତି, ଯିଏ ଶେଷରେ ଅନାରଞ୍ଜଙ୍କ ବାହିନୀକୁ ପରାସ୍ତ କରିବା ଏବଂ ଜଣେ ଶକ୍ତିଶାଳୀ ସନ୍ନ୍ୟାସୀ ନାରଦ ରାକ୍ଷସମାନଙ୍କର 10 ଗଳ ବିଶିଷ୍ଟ ରାଜା ରାବଣଙ୍କୁ ପରାମର୍ଶ ଦିଅନ୍ତି ଯେ ପୂର୍ବରୁ ଦୁର୍ବଳ ଏବଂ ଦୁର୍ବଳ ଥିବା ମଣିଷମାନଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ। ନାରଦ ଯମଙ୍କ ବାସଭବନକୁ ଯାଇ ତାଙ୍କୁ ଧ୍ୱଂସ କରିବାକୁ ଆସିଥିବା 10 ବେକରେ ଥିବା ରକ୍ଷା ରାବଣଙ୍କ ବିଷୟରେ ଚେତାବନୀ ଦେଇଥିଲେ। ରାବଣ ତାଙ୍କ ଶକ୍ତିଶାଳୀ କାର ପୁଷ୍ପକରେ ପହଞ୍ଚି ସେମାନଙ୍କ ଦୁଷ୍ଟକାରୀ ଦ୍ୱାରା ଯନ୍ତ୍ରଣା ଭୋଗୁଥିବା ଆତ୍ମାମାନଙ୍କୁ ମୁକ୍ତ କରିବାକୁ ଆରମ୍ଭ କରିଥିଲେ, କିନ୍ତୁ ଏହା ଯମଙ୍କ ସୈନିକ ଏବଂ ନାରଦଙ୍କ ପରାମର୍ଶ ସହିତ ଯମ
ମୃତ୍ୟୁଜୁର ପ୍ରଭୁ ରାବଣ ଦଶାବେକରେ ଥିବା ରାକ୍ଷସ ସହିତ ଏକ ତୀବ୍ର ଯୁଦ୍ଧରେ ନିୟୋଜିତ ହୁଅନ୍ତି। ଯମର ଉଚ୍ଚତର ଶକ୍ତି ଏବଂ ଅସ୍ତ୍ରଶସ୍ତ୍ର ସତ୍ତ୍ୱେ ତାଙ୍କୁ ଦିଆଯାଇଥିବା ବ୍ରହ୍ମାଙ୍କ ବର ହେତୁ ସେ ରାବଣଙ୍କୁ ପରାସ୍ତ କରିବାରେ ଅସମର୍ଥ ହେଲେ ଯୁଦ୍ଧକ୍ଷେତ୍ରରୁ ଅଦୃଶ୍ୟ ହୋଇଯାଏ, ଯାହା ରାବଣଙ୍କୁ ବିଜୟୀ ଯାଇବାକୁ ଅନୁମତି। ଯୁଦ୍ଧରେ ଆନନ୍ଦ ଅନୁଭବ କରି ରାବଣ ବିଭିନ୍ନ ଅଞ୍ଚଳ ଯଜ କରିଥିଲେ ଏବଂ ନିଭୃତ କବଚମାନଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ତାପରେ ସେ କଲାକାଜାଳମାନଙ୍କୁ ହତ୍ୟା କରିଥିଲେ ଏବଂ ବନ୍ଦ ସ୍ଥାପନ କରିଥିଲେ। ତାପରେ ସେ କଲାକାଜାଳମାନଙ୍କୁ ହତ୍ୟାମାନଙ୍କୁ ହତ୍ୟା କରିଥିଲେ, କିନ୍ତୁ ଶେଷରେ ମହୋଦରଙ୍କ ହସ୍ତକ୍ଷେପ ଦଶଗଣ୍ଠି ରାକ୍ଷସ ରାବଣ ସଂଘର୍ଷର ସନ୍ଧାନରେ ବାଲିଙ୍କ ଘରେ ପ୍ରବେଶ କରେ। ପରାପ୍ରାକୃତାନ୍ତ ହରି ଦ୍ୱାରା ଭଜବିତ ହୁଏ ମୃତ୍ୟୁଜଳ ପରି ଅପରାଜିତ ରାବଣ ହରି ତାଙ୍କର ଡରି ତାଙ୍କର ହତି ଜାଣିବାକୁ କରନ୍ତି, କିନ୍ତୁ ଜାଣିବାକୁ ପାଆନ୍ତି ଯେ ହରି ପ୍ରକୃତରେ ଜଣେ ସର୍ବୋଚ୍ଚ କର୍କଣିକୁ ଅପ୍ରେ ଦାହୁଲରା ତା ଦାୟିତ୍ୱ ସମେତ। ଶ୍ରୀଲଙ୍କାର ରାବଣ ମେରୁ ପର୍ବତ ନିକଟରେ ସୂର୍ଯ୍ୟ ଦେବତାଙ୍କୁ ସାମ୍ନା କରିବା ପାଇଁ ପହଞ୍ଚିଥିଲେ, କିନ୍ତୁ ଏହାର ଉଜ୍ଜ୍ୱଳ ଆଲୋକ ଦ୍ୱାରା ଅଭିଭୂତ ହୋଇଥିଲେ। ତାଙ୍କ ମନ୍ତ୍ରୀ ପ୍ରହ୍ଲାଦ ରାବଣଙ୍କ ନିର୍ଦ୍ଦେଶକୁ ସୂର୍ଯ୍ୟଙ୍କ ସହ ଯୋଗାଯୋଗ କରିବାକୁ, ଯୁଦ୍ଧ କିମ୍ବା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂର୍ଯ୍ୟ ତଥାପି ରାବଣ ଜଣେ ସାଧାରଣ ବ୍ୟକ୍ତି ଛଦ୍ମବେଶରେ ପର୍ବତ ନାମକ ଜଣେ ଋଷିଙ୍କୁ ଭେଟନ୍ତି, ଯିଏ ତାଙ୍କୁ ଜଣେ ଶକ୍ତିଶାଳୀ ରାଜା ମାନ୍ଧାତାଙ୍କ ସହ ପରିଚୟ ଦିଅନ୍ତି। ରାବଣ ଏକ ଯୁଦ୍ଧ ପାଇଁ ଅନୁରୋଧରେ ଶକ୍ତିଶାଳୀ ରାଜା ମାନ୍ଧାତାଙ୍କ ସହ ପରିଚୟ ଦିଅନ୍ତି। ରାବଣ ଏକ ଯୁଦ୍ଧ ପାଇଁ ଅନଗା ଚାଲିଯାଆନ୍ତି ଏବଂ ଅସ୍ତ୍ରଶସ୍ତ୍ର ସହିତ ପ୍ରହାର କରନ୍ତି, କିନ୍ତୁ ରାକ୍ଷସମାନଙ୍କର ପ୍ରଭୁ ରାବଣ ଅଷ୍ଟମ ଅଞ୍ଚଳରେ ପହଞ୍ଚିବା ପାଇଁ ବିଭିନ୍ନ ଆକାଶ ଅଞ୍ଚଳ ଦେଇ ଯାତ୍ରା କରନ୍ତି, ଯେଉଁଠାରେ ଗନ୍ଧା ବାସ କରନ୍ତି। ତାପରେ ସେ ଚନ୍ଦ୍ରର ସମ୍ମୁଖୀନ ହୁଅନ୍ତି ଏବଂ ଏହାର ଶୀତଳ ଅଗ୍ନି ରଶ୍ମି ଦ୍ୱାରା ଆଘାତ ପାଆନ୍ତି, ଯାହା ବ୍ରହ୍ମାଙ୍କୁ ହସ୍ତକ୍ଷେପ କରିବାକୁ ଏବଂ ଏକ ରହସ୍ୟମୟ ମନ୍ତ୍ର ପ୍ରଦାନ କରିବାକୁ ପ୍ରବର୍ତ୍ତାଇଥାଏ, ଯାହା ତାଙ୍କୁ ଯୁଦ୍ଧରେ ଅପରାଜିତ। ଏଠାରେ ଶବ୍ଦର ଏକ ସଂକ୍ଷିପ୍ତ ସାରାଂଶ ଦିଆଯାଇଛି। ଦଶଗଳ ବିଶିଷ୍ଟ ରାକ୍ଷସ ରାବଣ ଏକ ଦ୍ୱୀପରେ ଦିବ୍ୟ କପିଲାଙ୍କୁ ଭେଟିଛନ୍ତି। ରାବଣ କପିଲାଙ୍କ ସହ ଯୁଦ୍ଧ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସହଜରେ ପରାସ୍ତ ହୁଅନ୍ତି ଏବଂ ତଳେ ପଡ଼ିଯାଆନ୍ତି। ଚେତନା ଫେରି ପାଇବା ପରେ ସେ ନିଜ ପରାଜୟ ସ୍ୱୀକାର କରନ୍ତି। ସ୍ୱର୍ଗୀୟା ଏବଂ ରାକ୍ଷସ ମହିଳାମାନଙ୍କ ସମେତ ବନ୍ଦୀ ମହିଳାମାନଙ୍କ ଦ୍ୱାରା ଭତରା ଲୁହରେ ମହିଳାମାନେ ସେମାନେ ସେମାନଙ୍କ ଭାଗ୍ୟ ପାଇଁ ଦୁଃଖ ପ୍ରକାଶ କରନ୍ତି। ସେମାନଙ୍କ ଦୁଃଖ ପାଇଁ ରାବଣଙ୍କୁ ଦୋଷ ଦିଅନ୍ତି ଏବଂ ସେମାନଙ୍କୁ ନେବା ପାଇଁ ମୃତ୍ୟୁକୁ ଆହ୍ୱାନ କରନ୍ତି। ଏହି ଅସମ୍ମାନ ରାବଣଙ୍କୁ ତାଙ୍କର ନୟ ଧାଟ ଅଭଜଥାଏ। ଏହି ତାନି କ୍ରାନ୍ତରଣ ଦଶଗଣ୍ଠି ରାକ୍ଷସ ରାବଣ ଜାଣିବାକୁ ପାଆନ୍ତି ଯେ ତାଙ୍କ ପୁଅ ମେଘନାଦ ଏକ ଶକ୍ତିଶାଳୀ ବଳିଦାନ ସମାପ୍ତ କରିଛନ୍ତି ଏବଂ ପଶୁପତିଙ୍କଠାରୁ ଭ୍ରମାତ୍ମକ ଶକ୍ତି ହାସଲ କରିଛନ୍ତି। ରାବଣଙ୍କ ଭାଇ ବିଭୀଷଣ ତାଙ୍କୁ ତାଙ୍କର ଦୁଷ୍ଟ କାର୍ଯ୍ୟ ବିଷୟରେ ଚେତାବନୀ ଦେଇଛନ୍ତି, ଯେଉଁଥିରେ ସ୍ୱର୍ଗୀୟ କୁମାରୀ ଚୋରି କରିବା ଅନ୍ତର୍ଭୁକ୍ତ। ଏହା ରାବଣଙ୍କୁ ମଧୁଙ୍କ ବିରୋଧରେ ଯୁଦ୍ଧ। ରାମଭା ଜଣେ ସୁନ୍ଦର ଅପ୍ସରା ତାଙ୍କ ସ୍ୱାମୀ ନାଲାକୁବରଙ୍କୁ ଭେଟିବା ପାଇଁ ଯାତ୍ରା କରୁଥିବା ବେଳେ ରାବଣଙ୍କ ଦ୍ୱାରା ଅପହରଣ କରାଯିବା। ସେ ରାବଣଙ୍କ ସହ ଯୁକ୍ତି କରିବାକୁ ଚେଷ୍ଟା କରନ୍ତି ଯେ ସେମାନଙ୍କର ପାରିବାରିକ ସମ୍ପର୍କ ଏବଂ ନାଲାକୁବରଙ୍କୁ ଭେଟିବାର ତାଙ୍କର ଉଦ୍ଦେଶ୍ୟ ବର୍ଣ୍ଣନା କରନ୍ତି। ଏଠାରେ ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି
ଦଶଗଳ ବିଶିଷ୍ଟ ଶକ୍ତିଶାଳୀ ରାକ୍ଷସ ରାବଣ ନିଜ ସେନା ସହିତ ଇନ୍ଦ୍ରଙ୍କ ଅଞ୍ଚଳରେ ପହଞ୍ଚନ୍ତି। ଇନ୍ଦ୍ର ଏବଂ ଅଞ୍ଜାନଜର ସ୍ୱର୍ଗୀଜର ପ୍ରାଣୀଙ୍କ ସମେତ ଦେବତାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି, କିନ୍ତୁ ପ୍ରଥମେ ରାବଣଙ୍କ ଶ୍ରେଷ୍ଠ ଶକ୍ତି ଦ୍ୱାରା ପରାସ୍ତ ହୁଅନ୍ତି। ଅଙ୍କୁଜରେ ପ୍ରବେଶ କରନ୍ତି। ତାଙ୍କୁ ଛାଇରେ ପରିନାଙ୍କ ଜେଜ ରାବଣଙ୍କ ଶକ୍ତିଶାଳୀ ପୁତ୍ର ମେଘନାଦ ଏକ ଭୟଙ୍କର ଯୁଦ୍ଧରେ ଯଜନ୍ତ ଇନ୍ଦ୍ରଙ୍କ ପୁତ୍ର ଏବଂ ଅଞ୍ଜ ଦେବତାଙ୍କ ସହ ସଂଘର୍ଷ କରନ୍ତି। ଯୁଦ୍ଧ ତୁବ୍ର ଉଭୟ ପକ୍ଷ ଭାରି କ୍ଷତି ସହିଛନ୍ତି। ଶେଷରେ ଇନ୍ଦ୍ର ନିଜେ ଯୁଦ୍ଧରେ ଯୋଗ ଦିଅନ୍ତି। ରାକ୍ଷସମାନଙ୍କୁ ପଛକୁ ହଟାଇବା ପାଇଁ ତାଙ୍କ ଦିବ୍ୟ ଶକ୍ତି ବ୍ୟବହାର କରନ୍ତି। ଏଠାରେ ନଲଖର ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ରାବଣଙ୍କ ପୁତ୍ର ମେଘନାଦ ଇନ୍ଦ୍ରଙ୍କୁ ଧରିବାକୁ ଏବଂ ସ୍ୱର୍ଗୀଜଳ ସେନାକୁ ପରାସ୍ତ କରିବାକୁ ଭ୍ରମାତ୍ମକ ଶକ୍ତି ବ୍ୟବହାର କରନ୍ତି। ସେ ଅଦୃଶ୍ୟ ହୋଇଯାଏ ଏବଂ ଇନ୍ଦ୍ରଙ୍କୁ ଆଘାତ କରି ତାଙ୍କୁ ଭ୍ରମରେ ବାନ୍ଧିଦିଏ। ଦେବତାମାନେ କ୍ରୋଧିତ ହୋଇ ରାବଣଙ୍କୁ ଆକ୍ରମଣ କରନ୍ତି। ପିତୃପୁରୁଷ ବ୍ରହ୍ମା ରାବଣଙ୍କ ପୁତ୍ର ଇନ୍ଦ୍ରଜିତଙ୍କୁ ତାଙ୍କ ସାହସିକତା ଏବଂ ଶକ୍ତି ପାଇଁ ପ୍ରଶଂସା କରନ୍ତି। ସେ ରାବଣଙ୍କୁ ପାକର ଦଣ୍ଡଦାତା ମହେନ୍ଦ୍ରଙ୍କୁ ମୁକ୍ତ କରିବାକୁ କୁହନ୍ତି ଏବଂ ଇନ୍ଦ୍ରଜିତ ଅମରତ୍ୱ ପାଇଁ ପ୍ରାର୍ଥନା କରିବା ପରେ ରାବଣ ରାଜି ହୁଅନ୍ତି। ଏହି ସମାଜରେ ବ୍ରହ୍ମା ଇନ୍ଦ୍ରଙ୍କୁ ଏକ ଅତୀତ ଅଭିଶାପ ମନେ ପକାନ୍ତି, ଯାହା ମେଘନାଦଙ୍କ ଦ୍ୱାରା ତାଙ୍କ ରାମ ଅଗସ୍ତ୍ୟଙ୍କୁ ରାବଣଙ୍କ ବିଜୟ ବିଷୟରେ ପଚାରିଥିଲେ। ତାଙ୍କୁ ଅଟକାଇବା ପାଇଁ କୌଣସି ରାଜା ନାହାନ୍ତି କି ବୋଲି ପଚାରିଥିଲେ। ଅଗସ୍ତ୍ୟ ଯାଚା କରିଥିଲେ ଯେ ରାବଣ ମାହିଷ୍ମତି ପରିଦର୍ଶନାଦାନେ କଣିଦଯାନ କରିଥିଲେ, ଯେଉଁଠାରେ ରାଜା ଅର୍ଜୁନ ଅନୁପସ୍ଥିତ ଥିଲେ ଏବଂ ପରେ ଶିବଲିଙ୍ଗ ପୂଜା କରିବା ପୂର୍ବରୁ ତାଙ୍କ କାଉନସିଲର ମାନ 10 କଣ୍ଠ ବିଶିଷ୍ଟ ରାବଣ ଅର୍ଜୁନଙ୍କ ଶକ୍ତିକୁ କର୍ଣ୍ଣ କରିବା ପାଇଁ ନିର୍ବୁଧ ନଦୀକୁ ଅବରୋଧ କରନ୍ତି। ଅର୍ଜୁନ ତାଙ୍କ ପତ୍ନୀଙ୍କ ସହ ଖେଳୁଥିବା ଜାଣିବାକୁ ପାଇ ରାବଣ ତାଙ୍କ ସହ ଲଢ଼ିବାକୁ ନିଷ୍ପତ୍ତି ନିଅନ୍ତି। ଅର୍ଜୁନ ତାଙ୍କ ପତ୍ନୀଙ୍କ ସହ ଖେଳୁଥିବା ଜାଣିବାକୁ ପାଇ ରାବଣ ଅର୍ଜୁନଙ୍କ ସହ ଏକ ଭୟଙ୍କର ଦ୍ୱାରା ଜଣେ ଶକ୍ତିଶାଳୀ ତପସ୍ୱୀ ପୁଲସ୍ତ୍ୟ ରାଜା ଅର୍ଜୁନଙ୍କ ସହର ମହିଷ୍ମତିରେ ପହଞ୍ଚିଥିଲେ, ଯେଉଁଠାରେ ସେ ଜାଣିବାକୁ ପାଇଲେ ଯେ ଅର୍ଜୁନ ରାକ୍ଷସ ରାଜା ରାବଣଙ୍କୁ ବନ୍ଦୀ କରିଛନ୍ତି। ପୁଲସ୍ତ୍ୟ ଅର୍ଜୁନଙ୍କୁ ତାଙ୍କ ପୁଅ ରାବଣଙ୍କୁ ମୁକ୍ତ କରିବାକୁ କହିଥିଲେ। ତାଙ୍କ ପାରିବାରିକ ସମ୍ପର୍କ ପ୍ରତି ପ୍ରେମ ଏବଂ ସମ୍ମାନ ହେତୁ ଅର୍ଜୁନ ଆଜ୍ଞା ପାଳନ କରିଥିଲେ। ରାକ୍ଷସମାନଙ୍କର ରାଜା ରାବଣ ମାଙ୍କଡ଼ମାନଙ୍କର ରାଜା ବାଲିକୁ ଯୁଦ୍ଧ କରିବା ପାଇଁ ଆହ୍ୱାନ କରିଥିଲେ। ରାବଣଙ୍କ ଆଡ଼କୁ ପିଠିରେ ବସି ବାଲି ତାଙ୍କୁ ଧରି ନେଇଯାଇଥିଲେ, ଯେ ଏହାକୁ ସ୍ୱୀକାର କରିବା ସମାଜରେ ତାଙ୍କୁ ବାରମ୍ବାର ଖଞ୍ଜାଉଥିଲେ। କ୍ଳାନ୍ତ ହୋଇ ରାବଣ ବାଲିଙ୍କ ସହ ମେଣ୍ଟ ପ୍ରସ୍ତାବ ଦେଇଥିଲେ, ଯିଏ ଏହାକୁ ସ୍ୱୀକାର କରିଥିଲେ ଏବଂ କିଷ୍କିନ୍ଧା ସହରରେ ନିଆଁ ଲାଗିବା ପୂର୍ବରୁ ସେମାନେ ବନ୍ଧୁ ହୋଇଯାଇ ରାମ ଅଗସ୍ତ୍ୟଙ୍କ ପ୍ରତି ହନୁମାନଙ୍କ ଶକ୍ତି, ବୀରତ୍ୱ ଏବଂ ଅଞ୍ଜନର ଗୁଣ ପାଇଁ ପ୍ରଶଂସା ପ୍ରକାଶ କରନ୍ତି। ଅଗସ୍ତ୍ୟ ନିଶ୍ଚିତ କରନ୍ତି ଯେ ହନୁମାନ ଏହି ଗୁଣରେ ଅତୁଳନୀୟ ଭୋଗନିଜନ। ତାପରେ ସେ ହନୁମାନଙ୍କ ପିଲାଦିନର ଏକ କାହାଣୀ ବର୍ଣ୍ଣନା କରନ୍ତି, ଯେଉଁଠାରେ ସେ ପିଲାଦିନେ ସୂର୍ଯ୍ୟ ଏବଂ ରାହୁ ଏକ ସ୍ୱର୍ଗୀୟ ସର୍ପକତୁଲତୁର୍ଦ୍ଧର୍ତ୍ତବନ ଅଜ୍ଞାଚାରୀ ରାମ ଅଗସ୍ତ୍ୟଙ୍କୁ 2 ମାଙ୍କଡ଼ ରାଜା ବାଲି ଏବଂ ସୁଗ୍ରୀବଙ୍କ ପିତାମାତା ଏବଂ ବାସସ୍ଥାନ ବିଷୟରେ ପଚାରିଥିଲେ। ଅଗସ୍ତ୍ୟଜାରଦଙ୍କ ଶିକ୍ଷାରୁ ଏକ କାହାଣୀ ବର୍ଣ୍ଣନା କରିଛନ୍ତି ଯେ କିପରି ବ୍ରହ୍ମା ମାଙ୍କଡ଼ମାନଙ୍କୁ ସୃଷ୍ଟି କରିଥିଲେ, ଯେଉଁଥିରେ ରିକ୍ସରାଜ ମଧ୍ୟ ସାମିଲ ଥିଲେ, ଯିଏକି ଜଣେ ନାରୀରେ ରୂପାନ୍ତରିତ ହୋଇଥିଲେ ଏବଂ ଯଥାକ୍ରମେ ଅଗସ୍ତ୍ୟଙ୍କଠାରୁ ବାଲି ଏବଂ ସୁଗ୍ରୀବଙ୍କ ଉତ୍ପତ୍ତି ବିଷୟରେ ଜାଣିବା ପରେ ରାମ ଆଶ୍ଚର୍ଯ୍ୟ ହୋଇଥିଲେ।
ତାପରେ ସେ ଆଉ ଏକ ଦିବସରେ ଜାଣିବା ପରେ ରାମାଶ୍ଚର୍ଯ୍ୟ ହୋଇଥିଲେ। ତାପରେ ସେ ମୂଷିକାକୁ ଥିଲେ ଯାହାକୁ ଅଗସ୍ତ୍ୟ ହୋଇଥିଲେ। ତାପରେ ସେ ଆଉ ଏକ ଦିବ୍ୟ ବିଷୟରେ ସ୍ୱର୍ଗୀୟ ବିଷୟରେ ଜ୍ଞାନ ଅନ୍ୱେଷଣ କରି ଜାଣିବାକୁ ପାଇଲେ ଯେ ହରି ବିଷ୍ଣୁ ହେଉଛନ୍ତି ପରମ ସୂକ୍ଷ୍ମ ଏବଂ ତାଙ୍କ ଦ୍ୱାରା ନିହତମାନେ। ରାବଣ ଦିବ୍ୟ ରାମଙ୍କ ବିଷୟରେ ସୂଚନା ମାଗି ଅଗସ୍ତ୍ୟ ଋଷିଙ୍କୁ ଏକ ବର୍ଣ୍ଣନା ମାଗିଛନ୍ତି। ଅଗସ୍ତ୍ୟ ବର୍ଣ୍ଣନା କରିଛନ୍ତି ଯେ ରାମ ବିଷ୍ଣୁଙ୍କ ଅବତାର ଏବଂ ତାଙ୍କର ବିଭିନ୍ନ ରୂପ ଏବଂ ଗୁଣାବଳୀ ବର୍ଣ୍ଣନା କରିଛନ୍ତି। ସେ ସୀତାଙ୍କୁ ବିବାହ କରିଥାଏ ଜଣେ ମାନବ ରାଜକୁମାର ଭାବରେ। ରାମଙ୍କ ଜନ୍ମ ବିଷୟରେ ମୌର୍ଯ୍ୟ ପୂର୍ବାନୁମାନ କରିଛନ୍ତି ଯିଏ ରାବଣଙ୍କୁ ଯୁଦ୍ଧରେ ପରାସ୍ତ କରିବେ। ଅଗସ୍ତ୍ୟ ରାବଣ ନିଜର ଲମ୍ବା ବାହୁ କାରଣରୁ ସୀତାଙ୍କୁ ଚୋରି କରୁଥିବା ଏକ କାହାଣୀ ବର୍ଣ୍ଣନା କରିନ୍ତି ଯାହା ମେରୁ ପର୍ବତ ଉପରେ ନାରଦ କହିଥିଲେ। ଏହି କାହାଣୀ ମନ୍ଦକାର୍ଯ୍ୟର ମୁକାବିଲା କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାର ଶ୍ରୋତାମାନେ ପୁଅ ନାତି ଏବଂ ଦେବତାମାନଙ୍କ ମଧ୍ୟରେ ସମ୍ମାନ ପାଇବେ। ଅଗସ୍ତ୍ୟ ଏହାକୁ ରାମଙ୍କ ସହ ବାଣ୍ଟନ୍ତି। ରାବଣ ଜଣେ ଶକ୍ତିଶାଳୀ ରାକ୍ଷସ ବିଶ୍ୱକୁ ଜୟ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଶ୍ୱେତଦ୍ୱୀପର ସୁନ୍ଦରୀ ମହିଳାମାନଙ୍କ ସହ ତାଙ୍କ ମୁକାବିଲା ଦ୍ୱାରା ସେ ନିରୁତ୍ସାହିତ ହୋଇଥିଲେ। ସେମାନେ ତାଙ୍କୁ ଚାରିଆଡ଼େ ଫିଙ୍ଗି ଦେଇଥିଲେ ଯାହା ତାଙ୍କୁ ସମୁଦ୍ରରେ ପକାଇ ଦେଇଥିଲା। ନିଜକୁ ନାରାୟଣ ବିଷ୍ଣୁ ବୋଲି ବିଶ୍ୱାସ କରି ସେ ସୀତାଙ୍କୁ ଚୋରି କରିଥିଲେ ଯାହା ରାମଙ୍କ ରାବଣଙ୍କ ଉପରେ। ଭୋର ସମାଜରେ ଗୀତିକାରମାନେ ରାମଙ୍କୁ ପ୍ରଶଂସା କରନ୍ତି। ତାଙ୍କୁ ରାଜା ଭାବରେ ତାଙ୍କର ପ୍ରଥମ ରାତିରୁ ଜାଗ୍ରତ କରନ୍ତି। ସେ ଉଠନ୍ତି। ରାମ ନିଜର ପ୍ରଶାସନିକ ରିନ୍ବାର ସମାପ୍ତ କରିବା ପରେ ରାବଣଙ୍କ ଉପରେ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିବା ବିଭିନ୍ନର ସେମାନେ ନିଜ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ସେ ସେମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାନ୍ତି ଏବଂ କୃତଜ୍ଞତା ପ୍ରକାଶ କରନ୍ତି। ରାମଙ୍କୁ ରାଜାମାନେ ପ୍ରଶଂସା କରନ୍ତି। ରାବଣଙ୍କୁ ପରାସ୍ତ କରିବା ପରେ ରାଜା ଏବଂ ଶକ୍ତିଶାଳୀ ମାଙ୍କଡ଼ଙ୍କ ସମେତ ରାମଙ୍କ ସହଯୋଗୀମାନେ ଅଯୋଧ୍ୟାରେ ମାଙ୍କଡ଼ଙ୍କ ସମେତ ରାମଙ୍କ ସମେତ ରାମଙ୍କଡ଼ା ଭଳି ଉପହାର ଆଣିଥିଲେ ଯାହାକୁ ରାମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କ ଯୁଦ୍ଧରେ ତାଙ୍କ ଜହଞ୍ଜ ବନ୍ଧୁମାନଙ୍କୁ ଦେଇଥିଲେ। ଅଙ୍ଗଦ ଏବଂ ହନୁମାନଙ୍କୁ ଦେଇଥିଲା ମାଦକ। ରାମ ସୁଗ୍ରୀବଙ୍କୁ କିଷ୍କିନ୍ଧାର ରାଜା ଏବଂ ବିଭୀଷଣଙ୍କୁ ଲଙ୍କାର ରାଜା ଭାବେ ନିଯୁକ୍ତ କରନ୍ତି। ସେ ସେମାନଙ୍କୁ ବିଜ୍ଞତାର ସହ ଶାସନ କରିବା ଏବଂ ତାଙ୍କ ପ୍ରତି ବିଶ୍ୱସ୍ତ ରହିବା ପାଇଁ ପରାମନ୍ତ ରାମଙ୍କ ପ୍ରତି ବିଜୟ ତାଙ୍କୁ ନୀଳ ଶୃଙ୍ଗରେ ପୁରସ୍କୃତ କରନ୍ତି। ମାଙ୍କଡ଼ ଏବଂ ରାକ୍ଷସମାନେ ନିଜ ନିଜ ଦେଶକୁ ଯିବା ପୂର୍ବରୁ ଭାବପ୍ରବଣ ହୋଇ ରାମଙ୍କ ପରିବହନ ପାଇଁ ସେବା ପ୍ରଦାନ କରୁଥିବା କୁବେରଙ୍କ ଦ୍ୱାରା ପଠାଯାଇଥିବା ଏକ ଯାଦୁକରୀ କାଳପୁଷ୍ପକ ରାମଙ୍କୁ ପରିଦର୍ଶନ କରନ୍ତି। ରାମ ନିଜ ଇଚ୍ଛାରେ ଫେରିବା ପାଇଁ ଗାଡ଼ିକୁ ପଠାଇବା ପୂର୍ବରୁ ପୂଜା କରନ୍ତି। ଏହି ସମୟରେ ଭରତ ରାମଙ୍କ ଶାସନକୁ ପ୍ରଶଂସା କରି କହିଛନ୍ତି ଯେ ତାଙ୍କ ପ୍ରଶାସନ ଅଯୋଧ୍ୟାରେ ଶାନ୍ତି ଏବଂ ସମୃଦ୍ଧି ଆଣିଛି। ରାମ ଅଶୋକ ଜଙ୍ଗଲରେ ପ୍ରବେଶ କରନ୍ତି। ବିଭିନ୍ନ ଗଛ ଫୁଲ ଏବଂ ପୋଖରୀରେ ପରିପୂର୍ଣ୍ଣ ଏକ ସୁନ୍ଦର ଏବଂ ଜୀବନ୍ତ ସ୍ଥାନ। ସେ ଗର୍ଭବତୀ ସୀତାଙ୍କ ସହ ଏକ ଉତ୍କୃଷ୍ଟ ଆସନ ଉପରେ ବସିଛନ୍ତି ଏବଂ ସେମାନେ 10 ନଖ ଖାଦ୍ୟ ଆଣିଥାନ୍ତି ଏବଂ ଅପ୍ସରମାନେ ସେମାନଙ୍କ ସମ୍ମୁଖରେ ନୃତ୍ୟ କରନ୍ତି। ରାମ ପ୍ରତିଦିନ ସୀତାଙ୍କୁ ସନ୍ତୁଷ୍ଟ କରନ୍ତି ଏବଂ ରାମଭଦ୍ରାଙ୍କୁ ତାଙ୍କ ଏବଂ ତାଙ୍କ ପରିବାର ବିଷୟରେ ଜନସାଧାରଣଙ୍କ ମତାମତ ବିଷୟରେ ପଚାରନ୍ତି। ଭଦ୍ରା ସ୍ୱୀକାର କରନ୍ତି ଯେ ଲୋକମାନେ ରାମଙ୍କ ବିଜୟର ପ୍ରଶଂସା କରନ୍ତି କିନ୍ତୁ ରାବଣ ସ୍ପର୍ଶ କରିବା ପରେ ସୀତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କ ନିଷ୍ପତ୍ତିକୁ ସମାଲୋଚନା କରନ୍ତି। ଏହା ଦୁର୍ବଳତାର ସଂକେତ ବୋଲି
ସୂଚିତ କରେ। ରାମ ନିରାଶ ରାମ ତାଙ୍କ ଭାଇ ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନଙ୍କୁ ତାଙ୍କ ବାସଭବନକୁ ଆସିବାକୁ ପଠାନ୍ତି। ସେମାନେ ରାମଙ୍କ ଦୁଃଖ ଏବଂ ଉଦ୍ବେଗ ଦେଖି ପହଞ୍ଚନ୍ତି। ସେମାନେ ରାମଙ୍କ ଆଲିଙ୍ଗନ କରନ୍ତି ଏବଂ ବସିଥାନ୍ତି ଏବଂ ସେମାନେ ତାଙ୍କ ପାଇଁ ଜିତିଥିବା ରାଜ୍ୟକୁ ଶାସନ କରିବା ପାଇଁ ବିଦ୍ୱାନ ଧାର୍ମିକ ରାମ ଜନସାଧାରଣଙ୍କ ସମାଲୋଚନାର ଦୁଃଖ ଏବଂ ଲଜ୍ଜାରେ ଅଭିଭୂତ ହୋଇ ଲକ୍ଷ୍ମଣଙ୍କୁ ସୀତାଙ୍କୁ ଗଙ୍ଗା ନଦୀର ଅଞ୍ଜଳ ପାର୍ଶ୍ୱରେ ଥିବା ଏକ ଆଶ୍ରମକୁ ନେଇଯିବାକୁ ନିର୍ଦ୍ଦେଶ ଦିଅନ୍ତି। ସେ ପଚାରନ୍ତି ଯେ ନିର୍ବାସନ ବିଷୟରେ କେହି ଜାଣିନାହାନ୍ତି, ଆହୁରି ଖରାପ ଖଜାତି ହେବାର ଖର୍ଚ୍ଚ ଦର୍ଶାଇ। ରାମଙ୍କ ହୃଦୟ ଭାରୀ ହୋଇଯାଏ ଯେତେବେଳେ ସେ ତାଙ୍କ କ୍ୱାର୍ଟର୍ସକୁ ଯାଆନ୍ତି। ତାଙ୍କ ଆଖିରେ ଭାରୀ ହୃଦୟ ସହିତ ଲକ୍ଷ୍ମଣ ସୀତାଙ୍କୁ ରଥରେ ଗଙ୍ଗା କୂଳକୁ ନେଇଯାଆନ୍ତି। ସୀତା ଉଦ୍ବେଗ ଏବଂ ଭୟ ପ୍ରକାଶ କରନ୍ତି। ସୀତା ଉଦ୍ବେଗ ଏବଂ ଗାରେ ନଦୀ ପାର କରନ୍ତି। ସୀତାଙ୍କ ଲକ୍ଷ୍ୟ ହେଉଛି ଅଞ୍ଜ ପାର୍ଶ୍ୱରେ ପହଞ୍ଚି ସନ୍ନ୍ୟାସୀମାନଙ୍କୁ ଉପହାର ଦେବା ଏବଂ ତାପରେ ରାମଙ୍କୁ ଦେଖିବା ପାଇଁ ରାଜଧାନୀକୁ ଫେରିବା। ଲକ୍ଷ୍ମଣ ଦୁଃଖରେ ଅଭିଭୂତ ହୋଇ ସୀତାଙ୍କ ନିକଟରେ ସ୍ୱୀକାର କରନ୍ତି ଯେ ଜନସାଧାରଣଙ୍କ ନିନ୍ଦା କାରଣରୁ ରାମ ତାଙ୍କୁ ପରିତ୍ୟାଗ କରିଛନ୍ତି। ସେ ତାଙ୍କୁ ଜାହ୍ନବୀ ନଦୀ ନିକଟରେ ଏକ ପବିତ୍ର ଆଶ୍ରମରେ ରହିବାକୁ ନିର୍ଦ୍ଦାକ୍ଷିକ ନିକଟକୁ ଯାଆନ୍ତି। ଜଣେ ମହାନ ସନ୍ଥ ଏବଂ ସେମାନଙ୍କ ପିତା ଦାଶରଥଙ୍କ ବନ୍ଧୁ ତାଙ୍କ ଦିନଗୁଡ଼ିକୁ ଖୁସିରେ ବିତାଇବା ପାଇଁ ଭଗ୍ନ ହୃଦୟ ଏବଂ ଅଶ୍ରୁସରୀ ବାସ ସୀତା ଲକ୍ଷ୍ମଣନ୍ତି ଯେ ରାମ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେ ବର୍ତ୍ତମାନ ଏକୁଟିଆ ଅଛନ୍ତି ଏବଂ ସମାଜ ଦ୍ୱାରା ଦୂରେଇ ଯାଇଛନ୍ତି। ସେ ତାଙ୍କୁ ତାଙ୍କ ଆଦେଶ ପାଳନ କରିବାକୁ ଏବଂ ନିକଟକୁ ଫେରିବାକୁ ଅନୁରୋଧ କରନ୍ତି, କିନ୍ତୁ ରାମଙ୍କୁ ତାଙ୍କର ଶୁଦ୍ଧତା ଏବଂ ଭକ୍ତି ବିଷୟରେ ଜଣାଇବାକୁ ଏଠାରେ ଶୀର୍ଷେ ଶବ୍ଦରେ ଏକ ସଂକ୍ଷିପ୍ତ ସାରାଂଶ ଦିଆଯାଇଛି। ଋଷି ପୁଅମାନେ ନଦୀ କୂଳରେ ସୀତାଙ୍କ ବିଳାପ ବିଷୟରେ ବାଲ୍ମୀକିଙ୍କୁ ସୂଚନା ଦିଅନ୍ତି। ବାଲ୍ମୀକି ତାଙ୍କ ନିକଟକୁ ଆସି ତାଙ୍କୁ ସାନ୍ତ୍ୱନା ଦିଅନ୍ତି। ତାଙ୍କୁ ଦଶରଥଙ୍କ ବୋହୂ ଏବଂ ରାମଙ୍କ ପତ୍ନୀ ସୀତା ଭାବରେ ସ୍ୱୀକାର କରନ୍ତି। ସେ ତାଙ୍କୁ ଆଶ୍ରୟ ଏବଂ ସୁରକ୍ଷା ପ୍ରଦାନ କରନ୍ତି ଏବଂ ମହିଳା ସୀତାଙ୍କଠାରୁ ରାମଙ୍କ ବିଚ୍ଛେଦରେ ଲକ୍ଷ୍ମଣ ବିଚଳିତ ହୁଅନ୍ତି ଏବଂ ସାରଥୀ ସୁମନ୍ତ୍ରଙ୍କୁ ସେମାନଙ୍କ ଭାଗ୍ୟ ବିଷୟରେ ପ୍ରଶ୍ନ କରନ୍ତି। ସୁମନ୍ତ୍ର ଋଷି ଦୂର୍ବାସାଙ୍କ ଦ୍ୱାରା କରାଯାଇଥିବା ଏକ ଭବିଷ୍ୟବାଣୀ ପ୍ରକାଶ କରନ୍ତି ଯେ ଭାଗ୍ୟର ପ୍ରଭାବ ହେତୁ ସୀତା, ଲକ୍ଷ୍ମଣ, ଶତ୍ରୁଘ୍ନ ଏବଂ ଭରତଙ୍କ ସମେତ ରାମ ତାଙ୍କ ପରିଜନଙ୍କଠାରୁ ସୁମନ୍ତ୍ର ଲକ୍ଷ୍ମଣଙ୍କୁ ମହାନ ତପସ୍ୱୀ ଦୂର୍ବାସାଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ କୁହନ୍ତି। ଯିଏ ରାଜା ଦାଶରଥଙ୍କୁ ପ୍ରକାଶ କରିଥିଲେ ଯେ ରାମ ଏକଲା ସାକ୍ଷାତ ବାଟ କରିବେ, ସୀତାଙ୍କ ଉପରେ 2ଟି ପୁତ୍ର ଜନ୍ମ କରିବେ ଏବଂ ଅନେକ ରାଜପରିବାର ପ୍ରତିଷ୍ଠା କରିବେ। ଏହି ଭବିଷ୍ୟବାଣୀ ପରେ ଲକ୍ଷ୍ମଣଙ୍କ ସହ ବାଣ୍ଟାଯାଏ, ଯିଏ ଖୁସି ଏବଂ ଏଠାରେ କୈକେୟୀ ଶବ୍ଦରେ ଏକ ସଂକ୍ଷିପ୍ତ ସାରାଂଶ ଦିଆଯାଇଛି। ଲକ୍ଷ୍ମଣ ବାଲ୍ମୀକିଙ୍କ ଆଶ୍ରମରେ ସୀତାଙ୍କୁ ଛାଡ଼ି ଅଯୋଧ୍ୟାରେ ପହଞ୍ଚନ୍ତି। ରାମଙ୍କୁ ଦୁଃଖିତ ଦେଖି ସେ ତାଙ୍କୁ ସାଂସାରିକ ସମ୍ପତ୍ତି ପ୍ରତି ଆସକ୍ତ ନ ହେବାକୁ ପରାମର୍ଶ ଦିଅନ୍ତି ଏବଂ ସୀତାଙ୍କୁ ପରିତ୍ୟାଗ କରିବା ଦ୍ୱାରା ଜନସାଧାରଣଙ୍କ ଦୋଷ ଏଡ଼ାଯାଇପାରିବ। ଲକ୍ଷ୍ମଣଙ୍କ ଶବ୍ଦ ଦ୍ୱାରା ରାମ ସାନ୍ତ୍ୱନା ପାଆନ୍ତି। ତାଙ୍କର ଦୁଃଖ ରାମ ଲକ୍ଷ୍ମଣଙ୍କୁ ରାଜକାର୍ୟ ପାଇଁ ଆସିଥିବା ଅଧିକାରୀ ଏବଂ ପରାମର୍ଶଦାତାଙ୍କୁ ଡକାଇବାକୁ କହିଛନ୍ତି। ରାଜା ନୃଗର ଉଦାହରଣ ଦେଇ ଯିଏ 2 ବ୍ରାହ୍ମଣଙ୍କୁ ଦର୍ଶକଙ୍କୁ ପ୍ରତ୍ୟାଖ୍ୟାନ କରିବା ପରେ ଅଦୃଶ୍ୟ ରହିବାକୁ ଅଭିଶାପ ପାଇଥିଲେ। ରାମ ସମାନ ଭାଗ୍ୟ ଭୋଗିବାକୁ ଏଡ଼ାଇବା ପାଇଁ
ପ୍ରତିଦିନ ତାଙ୍କ କର୍ତ୍ତବ୍ୟରେ ଯୋଗ ଦେବା ଉପରେ ଗୁରୁତ୍ୱାରୋପ କରେ ନିର୍ଦ୍ଦେଶା ବଲ୍ଲଭ। ଦୁଇଜଣ ବ୍ରାହ୍ମଣଙ୍କ ଦ୍ୱାରା ଅଭିଶାପ ପାଇବା ପରେ ଲକ୍ଷ୍ମଣ ରାମଙ୍କୁ ରାଜା ନୃଗର ପ୍ରତିକ୍ରିୟା ବିଷୟରେ ପଚାରିଥିଲେ। ରାମ ବର୍ଣ୍ଣନା କରିଥିଲେ ଯେ ନୃଗ ତାଙ୍କ ପରାମର୍ଶଦାତାଙ୍କୁ ପଠାଇଥିଲେ ଏବଂ ତାଙ୍କ ପାଇଁ ଏକ ମନୋରମ ଗୁମ୍ଫା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯେଉଁଠାରେ ସେ ଅଭିଶାପକୁ ଅପେକ୍ଷା କରିବେ ଏବଂ ତାଙ୍କ ପୁଅ ବାସୁବୁଦ୍ଧ ରାମ ଲକ୍ଷ୍ମଣଙ୍କୁ ରାଜା ନିମିଙ୍କ ବିଷୟରେ କୁହନ୍ତି ଯିଏ ବୈଜୟନ୍ତ ନାମକ ଏକ ସହର ନିର୍ମାଣ କରିଥିଲେ ଏବଂ ଏକ ବଳିଦାନ କରିଥିଲେ। ଏଠାରେ ସଲ୍ଭି ଶଲ୍ଭ ଶବ୍ଦରେ ଲେଖାଟିର ସାରାଂଶ ଦେୟରେଷି ଜଣେ ତପସ୍ୱୀ ନିଜ ଶରୀରକୁ ଯାଗ କରିବା ବେଳେ ବାଜୁରେ ରୂପାନ୍ତରିତ ହୋଇଥିଲେ। ସେ ବ୍ରହ୍ମାଙ୍କ ସାହାଯ୍ୟ ମାଗିଥିଲେ ଏବଂ ଶରୀରକୁ ଯାଗ କରିବା ପାଇଁ ମିତ୍ର ଏବଂ ବରୁଣଙ୍କ ଜୀବନ୍ତ ଶକ୍ତି ତାଙ୍କୁ ଦିହିଯାମ ଜଳେ ଉର୍ବଶୀ ଜଣେ ସ୍ୱର୍ଗୀୟ ନୃତ୍ୟଶିଳ୍ପୀ ତାଙ୍କୁ ପ୍ରୋତ୍ସାହନ ମାଗିବାରୁ ବନୁବର୍ଣ୍ଣିତ ସାହର ରାମ ବଶିଷ୍ଠଙ୍କ ଲକ୍ଷ୍ମଣଙ୍କ ଜନ୍ମର କାହାଣୀ ବର୍ଣ୍ଣନା କରିଛନ୍ତି ଯେଉଁଥିପରି ମିତ୍ର ଏବଂ ବରୁଣଙ୍କ ଜୀବନ୍ତ ଶକ୍ତିର ମିଶ୍ରଣରୁ ଜନ୍ମ ହୋଇଥିଲେ ତାହା ବର୍ଣ୍ଣନା କରିଛନ୍ତି। ରାମ ତାପରେ ରାଜା ନିମିର କାହାଣୀ ବର୍ଣ୍ଣନା କରିଛନ୍ତି ଯିଏ ଶରୀରହୀନ ଥିଲେ କିନ୍ତୁ ଏକ ବଳିଦାନ ପରେ ସ୍ୱର୍ଗୀୟ ଦେବତା ଭୃଗୁଙ୍କ ଦ୍ୱାରା ପୁନରୁଦ୍ଧାର ହୋଇଥିଲେ। ରାମ ଏବଂ ଲକ୍ଷ୍ମଣ ବଶିଷ୍ଠଙ୍କ ପ୍ରତି ରାଜା ନିମିର କ୍ଷମାର ବିବରଣୀ ବିଷୟରେ ଆଲୋଚନା କରିଛନ୍ତି। ରାମଜୀଙ୍କ କାହାଣୀ ବର୍ଣ୍ଣନା କରିଛନ୍ତି ଯିଏକି ତାଙ୍କ ପତ୍ନୀ ଦେବଯାନୀଙ୍କୁ ଅପମାନିତ କରିବା ପରେ ତାଙ୍କ ଶ୍ୱଶୁର ବର୍ଗବଙ୍କ ଦ୍ୱାରା ଅଭିଶାପ ପାଇଥିଲେ ଏବଂ ପ୍ରାଚୀନ ଭାରତୀୟ ସମାଜରେ କ୍ଷମାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜର୍ଜାତି ଜଣେ ରାଜା ତାଙ୍କ ଗୁରୁ ଶୁକ୍ରାଙ୍କ ଏକ ଅସମ୍ମାନ ଦ୍ୱାରା ଦୁଃଖିତ ହୁଅନ୍ତି। ତାଙ୍କ ଦୁଃଖକୁ ହ୍ରାସ କରିବା ପାଇଁ ସେ ତାଙ୍କ ପୁଅପୁରଙ୍କୁ ତାଙ୍କ ଅବକ୍ଷୟ ସ୍ଥାନାନ୍ତର କରନ୍ତି ଯିଏ ରାଜି ହୁଅନ୍ତି। ରାମ ତାଙ୍କ ବିବାଜମ୍ମରେ ସହିତ ରାଜବାଜା ବାଦ୍ୟଯନ୍ତ୍ର କରିବାକୁ ସକାଳେ ତାଙ୍କ ସିଂହାସନରେ ବସିଥିଲେ। ଲକ୍ଷ୍ମଣଙ୍କୁ ସହରରେ ଫାଟକୁ ପଠାଇଥିଲା କିନ୍ତୁ ରାମଙ୍କ ଶାସନ ଅଧୀନରେ ରାଜ୍ୟର ସମୃଦ୍ଧି ହେତୁ କେହି ବଜ୍ରବସାଜ ପାଇଁ ଆସିନଥିଲେ। ତାପରେ ଏକ କୁକୁର ଦ୍ୱାରରେ ଉପସ୍ଥିତ ହୋଇ ରାମଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିଲା ଏବଂ ଯେତେବେଳେ ରାଜା ରାମଙ୍କ ନିକଟକୁ ଏକ ଜ୍ଞାନୀ କୁକୁର ଆସି ପହଞ୍ଚିଲା ଯିଏ ପ୍ରକାଶ କଲା ଯେ ସେ ପ୍ରକୃତରେ ଏକ ପରିବାରର ପୂର୍ବତନ ମୁଖିଆ ଏବଂ ତାଙ୍କ ବର୍ତ୍ତମାନର ଅପବିତ୍ର ଆଚରଣ ପାଇଁ ଅଭିଶାପ ପାଇଛନ୍ତି। କୁକୁର ରାମଙ୍କୁ ବ୍ରାହ୍ମଣଙ୍କୁ ନିଯୁକ୍ତ କରିବାକୁ କହିଲା ଯିଏ ତାଙ୍କୁ ପରିବାରକୁ କହିଲା ଯିଏ ତାଙ୍କୁ ପରିବାରର ନୂତନ ମୁଖିଆ ଭାବରେ ଆହତ କରିଥିଲେ। ଅଯୋଧ୍ୟା ନିକଟସ୍ଥ ଏକ ଜଙ୍ଗଲରେ ଏକ ଗଜଳ ଏବଂ ଏକ ପେଚା ବସା ଉପରେ ବିବାଦ। ଗଜଳ ଏହାକୁ ନିଜର ବୋଲି ଦାବି କରେ କିନ୍ତୁ ପେଚା ଜବାବ ଦିଏ ଯେ ରାମ ହେଉଛନ୍ତି ଅନ୍ତିମ ବିଚାରକ। ରାମ ତାଙ୍କ କାଉନସିଲରମାନଙ୍କୁ ଡକାଏ କିନ୍ତୁ ପେଚା ଜବାବ ଦିଏ ଯେ ଏହି ବସା ପେଚାଙ୍କର ଦର୍ଶକଙ୍କ ଦ୍ୱାରା ଗଜଳ ଉପରେ ଦିଆଯାଇଥିବା କୋଚର ଅକୁ ଦର୍ଶ ଭାର୍ଗବ ଏବଂ ଜାଭାନାଙ୍କ ନେତୃତ୍ୱରେ 10ରୁ ଅଧିକ ଉଚ୍ଚ ପଦସ୍ଥ ସନ୍ନ୍ୟାସୀଙ୍କଠାରୁ ରାମ ଏକ ପରିଦର୍ଶନ ଗ୍ରହଣ କରନ୍ତି ଯେଉଁମାନେ ତାଙ୍କୁ ନୈବେଦ୍ୟ ପ୍ରଦାନ କରିବାକୁ ଆସିଛନ୍ତି। ରାମ ସେମାନଙ୍କୁ ସ୍ୱାଗତ କରନ୍ତି ଏବଂ ସେମାନଙ୍କର ଅନୁରୋଧ ପୂରଣ କରିବାକୁ ପ୍ରତିଶ୍ରୁତି ଦିଅନ୍ତି। ଋଷିମାନେ କାକୋସ ରାମଙ୍କୁ ସେମାନଙ୍କ ବଜ୍ର ଉତ୍ସ ପ୍ରକାଶ କରନ୍ତି। ଲାବଣ ଜଣେ ଶକ୍ତିଶାଳୀ ଏବଂ ଦୁଷ୍ଟ ଅସୁର ରୁଦ୍ରଙ୍କ ଦ୍ୱାରା ଦିଆଯାଇଥିବା ଏକ ଯାଦୁକରୀ ଡାଟର ଅଧିକାରୀ। ଲାବଣଙ୍କ ପିତା ମଧୁ ରୁଦ୍ରଙ୍କଠାରୁ ଏହି ବର ପାଇଥିଲେ କିନ୍ତୁ ପରେ ଏହାକୁ ତାଙ୍କ ପୁଅକୁ ହସ୍ତାନ୍ତର କରିଥିଲେ ଯିଏ ବର୍ତ୍ତମାନ ବିଶ୍ୱକୁ ଆତଙ୍କିତ କରୁଛନ୍ତି।
ऋषिमाने रामंकु लावणଙ୍କ निष्ठुर उपाज विषୟରେ सूचना दियंती एवं जदि राम राजी हुअंती तेबे तांकु हत्या करिबाकु प्रतिश्रुति दियंती। रामग्रहणକୁ किए हत्या करिब ताहा स्थिर करिबाकु तांका भाईमानंकु कुहंती। भरत स्वेच्छासेवी किंतु शत्रुघ्न जुक्ति करंती जे तांकरे बरुते शत्रुघ्नंकु कर्तव्य करिबाकु परामर्श रामंक सान भाई शत्रुघ्न नैतिक चिंता हेतु राजा भावरे स्थापित हेबाकु द्विधा करंती। तथापि राम निर्देश देबा परे शत्रुघ्न राजी हुअंती एवं परवर्ती समजरे मुकुट पिंधंती। राम तांकु एक स्वतंत्र दिब्जर तीर बरमारे तांका प्रतिद्वंद्वी लावणंकु किपरि हत्या करिबे से विषୟରେ परामर्श दियंती जहा केबे भी एहारा राम शत्रुघ्नंकु खाजा एवं सैन्य बाहिनी सहित मधुबनकु एक सेनार नेतृत्व नेबाकु निर्देश दियंती। वर्षा ऋतुरे लावणंकु परास्त करिबाकु लखपे सेनार गेतबळे से सबुठारु असुरक्षित। शत्रुघ्न रामंक निर्देश पालन करंती तांको योद्धा मानकु निर्देश दियंती एवं एक विशाल सैन्य सहित प्रस्थान करिबा पूर्वरु तांको परिवार अयोध्यार जणे योद्धा शत्रुघ्न पश्चिम दिगकु जिबा पूर्वरु राति कटाइबा पई वाल्मीकि आश्रमकु पहुंचंती। वाल्मीकि तिंकांकु स्वागत करंती एवं तांका पूर्वज सौदासंक विषୟରେ एक कहानी बांटंती जे कि शिकार यात्रा समजरे निज साथींकु हत्या करिथिबारु जणे राक्षसांक द्वारा अभिशाप पाइथिले। शत्रुघ्न शुणिथिले जे सीता बाहरे थिबाबेले जमज पुत्र कुश एवं लवंकु जन्म देइचंती। से अत्यंत आनंदित होइथिले एवं वाल्मीकिंक आश्रमकु जाइथिले जेउठारे वयस्क महिला माने पुओ मानंकु सुरक्षा देउथिले। एहा परे शत्रुघ्न जमुना कूଳରେ थिबा तांका आश्रमकु फेरिथिले जेउठारे से यात्रा जारी रखिबा पूर्वरु सातराति तपस्वींक रघुंक वंशधर शत्रुघ्न चबंजकु लावणंक डाटर शक्ति विषୟରେ पचारंती जहा राजा मांधाता आंकजार्तर शक्ति विषୟରେ पचारंती जहा राजा मांधातंकु चेतावनी देथिले जे लावण तांको नियंत्रण बाहरे थिले जहा मांधातंक पराजयर कारण होइथिला। चदजे डाटबाज्य लावणक नज लावणक सम्मुखे रितेबे सचरे जे राजा दाचरथंक पुत्र शत्रुघ्न धनुधरी मधुंक सहरर फाटक निकटरे ठिया होइथिले। रात्रिबासी लावण तांकु देखि तांको उपस्थिति को परिहास करितिले। फलरे शत्रुघ्न तांकु द्वंद्व युद्ध पाई आह्वान करितिले। लावण हसी हसी कहितिले जे निज अस्त्र नेई फेरिबे किंतु वास्तवरे शत्रुघ्नंकु भजरित करिबाकु चेष्टा करुथिले जिए पछकु हटिबाकु मना करिदे। एठारे सकेश शब्दरे लेखाटीर सारांश दिया जाइछि। राम साना हाई शत्रुघ्न एक शक्तिशाली राक्षस लावणंक सह युद्ध करंती। शत्रुघ्न विष्णुंक द्वारा निर्मित एक तीर द्वारा लावणंकु हत्या करती जहा पूर्वरु राक्षस मानंकु हत्या करंती जबपैदरु राक्षस मानंकु हत्या करिबा पई बजबवृत हेउथिला। तिनी जगतर भोजकु दुर्दांत लावणंकु हत्या करी शत्रुघ्न सफलतार मुकुट पिंधिचंती। शेख मधु सहरकु निजर राजधानी करिबाकु अनुरोध करिचेंती एवं एहा सुरसेना नामक एक सुंदर सहरकु निजर राजधानी करिबाकु अनुरोध करिचे। शेषरे से तांकर नूतन राजधानी प्रतीन्द्र नेतृत्वरे परिणाम भेटिबाकु संकल्प नेछंती। रघुक वंशधर शत्रुघ्न एक छोट दल सहित वाल्मीकिंक आश्रमरे पहुंचंती। महान तपस्वी लावणंकु हत्या करिथिबारु शत्रुघ्नंकु प्रशंसा करंती एवं तांको विजୟରେ खुशी प्रकाश करंती। तापरे से रामंक प्रारंभिक कार्य विषୟରେ एक गीत पाठ करंती जहाकु शत्रुघ्न
ଏବଂ ତାଙ୍କ ଅନୁଗାମୀମାନେ ଆଶ୍ଚର୍ଯ୍ୟ ରାମଙ୍କୁ ଦେଖିବାକୁ ଆଗ୍ରହୀ ଶତ୍ରୁଘ୍ନ ବାଲ୍ମୀକିଙ୍କ ଗୀତ ଶୁଣିବା ପରେ ଅଯୋଧ୍ୟା ଯାଆନ୍ତି। ତାଙ୍କୁ ରାମ ସ୍ୱାଗତ କରନ୍ତି, ଯିଏ ତାଙ୍କୁ ଆଶ୍ୱାସନା ଦିଅନ୍ତି ଯେ ସେମାନଙ୍କ ରାଜୋଜାଜା ଯାଆନ୍ତି। ତାଙ୍କୁ ରାମ ସ୍ୱାଗତ କରନ୍ତି, ଯିଏ ତାଙ୍କୁ ଆଶ୍ୱାସନା ଦିଅନ୍ତି ଯେଉଁଠାରେ ଅଯୋଧ୍ୟାରୁ ପ୍ରସ୍ଥାନ କରିବା ନିଜ 4 ବର୍ଷର ପୁଅର ଅକାଳ ମୃତ୍ୟୁରେ ଦୁଃଖିତ ହୋଇ ଜଣେ ବୃଦ୍ଧ ବ୍ରାହ୍ମଣ ରାଜା ରାମଙ୍କୁ ତାଙ୍କ ଅପଶାସନା କାରଣରୁ ଘଟିଥିବା ଏହି ଦୁଃଖଦ ଘଟଣା ପାଇଁ ଦାଜୀ ବୋଲି ଅଭିଯୋଗ କରିଛନ୍ତି। ବ୍ରାହ୍ମଣ ରାମଙ୍କୁ ତାଙ୍କ ପୁଅକୁ ପୁନର୍ଜୀବିତ କରିବାକୁ ନିବେଦନ କରିଛନ୍ତି, ନଚେତ୍ ସେ ଏବଂ ତାଙ୍କ ପତ୍ନୀ ରାଜପ୍ରାସାଦ ଫାଟକରେ ନିଜ ଜୀବନକୁ ତ୍ୟାଗ କରିବେ। ଜଣେ ଯୁବ ବ୍ରାହ୍ମଣଙ୍କ ଅକାଳ ମୃତ୍ୟୁ ବିଷୟରେ ଆଲୋଚନା କରି ରାଜା ରାମ 8 ଜଣ ଅଗ୍ରଣୀ ବ୍ରାହ୍ମଣଙ୍କ ସହ ଏକ ପରିଷଦ ଆୟୋଜନ କରିବା ପାଇଁ ରାଜା ରାମ 8 ଜଣ ଅଗ୍ରଣୀ ଶୂଦ୍ରମାନଙ୍କୁ ତପସ୍ୟା ଏକ ପରିଷଦ କରିଥିଲା ପ୍ରଦାନ କରିଥିଲେ। କିନ୍ତୁ ଜଣେ ଶୂଦ୍ରଙ୍କ ଏପରିବାର ପ୍ରୟାସ ପୁଅରେ ମୃତ୍ୟୁର କାରଣକୁ ପରାମର୍ଶଦାନ ଏକ ବାଳକର ମୃତ୍ୟୁରେ ଦୁଃଖିତ ରାମ ଲକ୍ଷ୍ମଣଙ୍କୁ ତେଲ ଦ୍ୱାରା ଶରୀରକୁ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତି। ରାମ ତାପରେ ବାଳକର ମୃତ୍ୟୁର କାରଣ ହୋଇଥିବା ଶୂଦ୍ର ପକାଇବାକୁ ନିର୍ଦ୍ଦେଶ ଦିଅନ୍ତି। ରାମ ତାପରେ ବାଳକର ମୃତ୍ୟୁରେ ଏକ ପୋଖରୀ ନିକଟରେ ତପସ୍ୟା କରୁଥିବା ଜଣେ ତପସ୍ୱୀ ଆବିଷ୍କାର କରନ୍ତି। ତପସ୍ୱୀ ଏକ ଶୂଦ୍ର ଜଣେ ବ୍ରାହ୍ମଣ ବାଳକର ଜୀବନ ଫେରାଇ ଆଣିବା ପାଇଁ ଜଣେ ଶୂଦ୍ର ତପସ୍ୱୀଙ୍କୁ ହତ୍ୟା କରିଥିବା ରାମଙ୍କୁ ଇନ୍ଦ୍ର ଏବଂ ଅଞ୍ଜଳ ସ୍ୱର୍ଗୀ ସେମାନେ ତାଙ୍କୁ ଏକ ବଡ଼ମଙ୍କୁ ଇନ୍ଦ୍ର ଏବଂ ଅଞ୍ଜଳ ସ୍ୱର୍ଗୀଜମାନେ ରାଜି ହୁଅନ୍ତି। ସେମାନେ ବାଳକର ଜୀବନ କରନ୍ତି। ସ୍ୱର୍ଗୀଜମାନେ ରାଜି ହୁଅନ୍ତି ଏବଂ ବାଳକର ଜୀବନ ପୁନରୁଦ୍ଧାର କରନ୍ତି। ରାମ ତାପରେ ତ୍ରେତା ଯୁଗରେ ଋଷି ବିଶ୍ୱାମିତ୍ର ଏକ ସୁନ୍ଦର ଜଙ୍ଗଲ ମଧ୍ୟ ଦେଇ ବୁଲିଲେ ଏବଂ ଏକ ଶାନ୍ତ ପୁଷ୍କରିଣୀ ଆବିଷ୍କାର କଲେ, ଯାହା ଚାରିପାଖରେ ସୁଗନ୍ଧିତ ବୃକ୍ଷ ଏବଂ ପ୍ରାଣୀମାନଙ୍କ ଦ୍ୱାରା ଘେରି ରହିଥିଲା। ପୁଷ୍କରିଣୀ ନିକଟରେ ବିଶ୍ରାମ ନେବା ସମୟରେ ସେ ଜଣେ ସ୍ୱର୍ଗୀୟ ବ୍ୟକ୍ତିଙ୍କୁ ଏକ ମୋଟା ଶବ ଖାଇବା ପାଇଁ ରଥରୁ ବାହାରିଥିବାର ଦେଖିଥିଲେ, ଯାହା 100 ବର୍ଷ ଧରି ବିଦର୍ଭକୁ ଶାସନ କରିଥିବା ରାଜା ଶ୍ୱେତବ୍ରହ୍ମାଙ୍କ ଅଞ୍ଚଳ ହାସଲ କରିବା ପାଇଁ ଏକ ପୋଖରୀ ନିକଟରେ ଥିବା ଜଙ୍ଗଲରେ ତପସ୍ୟା କରିଥିଲେ। ତଥାପି ସେ ବ୍ରହ୍ମାଙ୍କୁ ଭେଟିବା ପର୍ଯ୍ୟନ୍ତ କ୍ଷୁଧା ଏବଂ ତୃଷ୍ଣାରେ ପୀଡ଼ିତ ଥିଲେ, ଯିଏ ପ୍ରକାଶ କରିଥିଲେ ଯେ ତାଙ୍କ ଦାନର ଅଭାବ ଏବଂ ନିଃସ୍ୱାର୍ଥପରତା ଏହି ଯନ୍ତ୍ରଣା ସୃଷ୍ଟି କରିଥିଲା। ରାମ ସନ୍ଥ କୁମ୍ଭଜୋନିଙ୍କୁ ପଚାରିଥିଲେ ଯେ କାହିଁକି ଏକ ଜଙ୍ଗଲ ପକ୍ଷୀ ଏବଂ ପଶୁମାନଙ୍କ ବିନା ଥିଲା। କୁମ୍ଭଜୋନି ବ୍ୟାଖ୍ୟା କରନ୍ତି ଯେ ରାଜା ମନୁଙ୍କ ନାତି ଇକ୍ଷ୍ୱାକୁଙ୍କୁ ନଜାରା ଜମଛଳତ ଭାବରେ କୁମ୍ଭଜୋନି ବ୍ୟାଖ୍ୟା କରିପାରିଲା। ତାଙ୍କର ଅନେକ ପୁଅ ଥିଲେ, କିନ୍ତୁ ଜଣେ ଦଣ୍ଡ ଅଜା ଏବଂ ଅବାଜ୍ୟା ବ୍ୟଞ୍ଜନ କାମନାର ବଶବର୍ତ୍ତୀ ହୋଇ ରାଜା ଦଣ୍ଡ ଶୁକ୍ରାଙ୍କ ଝିଅ ଆରାଜାସଙ୍କୁ ଜଙ୍ଗଲରେ ବୁଲୁଥିବା ସମୟରେ ଭେଟିଥିଲେ। ତାଙ୍କ ପିତାଙ୍କ ଅନୁମତି ମାଗିବା ପାଇଁ ଅନୁରୋଧ ସତ୍ତ୍ୱେ ସେ ତାଙ୍କୁ ବଳପୂର୍ବକ ଅପମାନିତ କରିଥିଲେ। ନିଜ ସହର ମଧୁମନ୍ତକୁ ଫେରିବା ପରେ ସେ ଆରାଜାସକୁ ଆଶ୍ରୟସ୍ଥଳୀ ନିକଟରେ ସାହାଯ୍ୟ ପାଇଁ ଚିତ୍କାର କରି ଛାଡ଼ି ଦେଇଥିଲେ। ଭଗବାନ ଉଶାନା ଜଣେ ମହାନ ସନ୍ଥ ଏବଂ ଗୁରୁ ଦୁଷ୍ଟ ରାଜା ଦଣ୍ଡଙ୍କୁ ଅଭିଶାପ ଦେଇ ଭବିଷ୍ୟଦ୍ବାଣୀ କରିଛନ୍ତି ଯେ ତାଙ୍କ ଅନୈତିକ କାର୍ଯ୍ୟ ଯୋଗୁଁ 7 ରାତି ମଧ୍ୟରେ ତାଙ୍କର ସମଗ୍ର ରାଜ୍ୟ ଧ୍ୱଂସ ହୋଇଯିବ। ଇନ୍ଦ୍ରଙ୍କ ଦ୍ୱାରା ମୁକ୍ତ ହୋଇଥିବା ଏକ ବିଶାଳ ଧୂଳି ଝଡ଼ରେ ରାଜାଙ୍କ ଅନୁଗାମୀ
ଏବଂ ତାଙ୍କ ଅଞ୍ଚଳରେ ଥିବା ପଶୁମାନେ ମଜ୍ଜ ନଷ୍ଟ ହୋଇଯିବେ। ରାମ ଅଗସ୍ତ୍ୟଙ୍କ ଆଶ୍ରମ ପରିଦର୍ଶନ କରିଥିଲେ, ପୂଜା କରିଥିଲେ ଏବଂ ତାଙ୍କୁ ଖାଦ୍ୟ ଦିଆଯାଇଥିଲା। ଜଳଖିଆ ପରେ ରାମ ଅଗସ୍ତ୍ୟଙ୍କୁ ବିଦାୟ ଦେଇଥିଲେ ଏବଂ ତାଙ୍କ ଆଶୀର୍ବାଦ ଜଣାଇଥିଲେ। ଅଗସ୍ତ୍ୟଙ୍କ ଅନୁମତି ନେଇ ରାମପୁଷ୍ପକ ରଥରେ ଅଯୋଧ୍ୟା ଫେରିଥିଲେ ଏବଂ ତାଙ୍କ ଆଶୀର୍ବାଦ କରିଥିଲେ ଏବଂ ପହଞ୍ଚିବାନେ ତାଙ୍କୁ ସ୍ୱାଗତ କରିଥିଲେ। ରାମ ଭରତ ଏବଂ ଲକ୍ଷ୍ମଣଙ୍କୁ ରାଜସୂୟା ବଳିଦାନ କରିବାର ତାଙ୍କର ଉଦ୍ଦେଶ୍ୟ ବିଷୟରେ ସୂଚନା ଦିଅନ୍ତି, କିନ୍ତୁ ଏହାର ବିରୁଦ୍ଧରେ ଚେତାବନୀ ଦେଇ ଭରତଙ୍କ ଶବ୍ଦ ଶୁଣିବା ପରେ ରାମ ବଳିଦାନ ସହିତ ଆଗକୁ ନ ବଢ଼ିବା ପାଇଁ ନିଷ୍ପତ୍ତି ନିଅନ୍ତି। ସେ ଭରତଙ୍କୁ ତାଙ୍କର ବିଜ୍ଞ ପରାମର୍ଶ ପାଇଁ ପ୍ରଶଂସା କରନ୍ତି ଏବଂ ବଳିଦାନରୁ ଦୂରେଇ ରୁହନ୍ତି। ଏହା ପରିବାର ଅଧିବାସୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବାକୁ ଲକ୍ଷ୍ମଣ ରାମଙ୍କୁ ଏକ ଅଶ୍ୱମେଧ ଯଜ୍ଞ କରିବାକୁ ପରାମର୍ଶ ଦିଅନ୍ତି। ଏହାର ଶୁଦ୍ଧିକରଣ ଶକ୍ତି ଦର୍ଶାଇ ଏବଂ ଏକ ଶକ୍ତିଶାଳୀ ଅସୁର ବିତ୍ରାଙ୍କ କାହାଣୀ ବିଷୟରେ ଉଲ୍ଲେଖ କରନ୍ତି, ଯିଏକି ବିଷ୍ଣୁଙ୍କ ଦ୍ୱାରା ତାଙ୍କ ତପସ୍ୟା କାରଣରୁ ବଶୀଭୂତ ହୋଇଥିଲେ। ଇନ୍ଦ୍ର ବିତ୍ରାଙ୍କ ବର୍ଦ୍ଧିତ ଶକ୍ତି ଦ୍ୱାରା ଭୟଭୀତ ହୋଇ ତାଙ୍କୁ ପରାସ୍ତ କରିବା ପାଇଁ ବିଷ୍ଣୁ ରାମ ଲକ୍ଷ୍ମଣଙ୍କୁ ବିତ୍ରର ବିନାଶର ବର୍ଣ୍ଣନା କରିବାକୁ ଅନୁରୋଧ କରିଥିଲେ। ବିଷ୍ଣୁ ଦେବତାମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରିବା ଏବଂ ଗୋଟିଏ ଶ୍ରେଣୀରେ ବିତ୍ରଙ୍କୁ ହତ୍ୟା କରିବା ପାଇଁ ଏକ ଯୋଜନା ପ୍ରସ୍ତାବ ଦେଇଥିଲେ। ଦେବତାମାନେ ରାଜି ହୋଇଥିଲେ ଏବଂ ବିତ୍ରଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଇନ୍ଦ୍ରଙ୍କ ପ୍ରୟାସ ବିଫଳ ହୋଇଥିଲା କାରଣ ସେ ଜଣେ ବ୍ରାହ୍ମଣଙ୍କୁ ହତ୍ୟା କରିବା ପାଇଁ ଥିବା। ଇନ୍ଦ୍ର ବିତ୍ରଙ୍କୁ ହତ୍ୟା କରିବା ପରେ ପାପ ଦ୍ୱାରା ଆକ୍ରାନ୍ତ ହୋଇ ତାଙ୍କ କର୍ତ୍ତବ୍ୟରୁ ଅଲଗା ହୋଇଯାଇଥିଲେ ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଦେବତାମାନେ ହସ୍ତକ୍ଷେପ କରି ତାଙ୍କୁ ଶୁଦ୍ଧ କରିବା ପାଇଁ ଏକ ଅଶ୍ୱ ବଳିଦାନ କରିଥିଲେ। ବଳିଦାନ ପରେ ଇନ୍ଦ୍ର ନିଜକୁ ଚାରି ଭାଗରେ ବିଭକ୍ତ କରିଥିଲେ। ଗୋଟିଏ ନଦୀରେ ବାସ କରୁଥିଲା, ଅନ୍ୟଟି ଭୂମିରେ ଉଷା ଭାବରେ। ରାମ ରାଜା ଇଲାଙ୍କ ବିଷୟରେ ଏକ କାହାଣୀ ବର୍ଣ୍ଣନା କରିଛନ୍ତି, ଯିଏ ଅତ୍ୟନ୍ତ ଧାର୍ମିକ କିନ୍ତୁ ଅତ୍ୟନ୍ତ ଶକ୍ତିଶାଳୀ ମଜ୍ଜର ଥିଲେ। ସେ ପ୍ରଥମେ ହରିଣ ଶିକାରରେ ସନ୍ତୁଷ୍ଟ ଥିଲେ, କିନ୍ତୁ ପରେ ପୁରୁଷ ଏବଂ ମହିଳା ପଶୁମାନଙ୍କ ସମେତ ହଜାର ହଜାର ଅନ୍ୟ ପଶୁମାନଙ୍କୁ ହତ୍ୟା କରିଥିଲେ, ଯାହା ତାଙ୍କୁ ଜଣେ ନାରୀରେ ରୂପାନ୍ତରିତ କରିଥିଲା। ଦେବୀ ପାର୍ବତୀଙ୍କ ସମଝୋତାରେ ସେ ଏକ ବର ପାଇଥିଲେ। ସ୍ତ୍ରୀ ରୂପ ଧାରଣ କରି ରାଜା ଇଲା ବୁଦ୍ଧଙ୍କୁ ତପସ୍ୟା କରୁଥିବା ଦେଖିଥିଲେ। ଇଲାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ବୁଦ୍ଧ ତାଙ୍କୁ ବିବାହ କରିବାକୁ ସଂକଳ୍ପ ନେଇଥିଲେ। ଏକ ବିଶେଷ ଅନ୍ତର୍ଦୃଷ୍ଟି ସହିତ ସେ ଜାଣିବାକୁ ପାଇଲେ ଯେ ସେ ଅବିବାହିତ ଏବଂ ନିଜକୁ ତାଙ୍କ ସ୍ୱାମୀ ଭାବରେ ପରିଚୟ ଦେଇଥିଲେ। ସେ ତାଙ୍କ ମହିଳା ସାଥୀମାନ ଚନ୍ଦ୍ରର ପୁତ୍ର ବୁଦ୍ଧ ଇଲାକୁ ଜଣେ କିନ୍ନରୀ ସାମ୍ନା କରନ୍ତି ଏବଂ ସେମାନେ ପ୍ରେମରେ ପଡ଼ନ୍ତି। ଏକ ମାସ ଏକାଠି ରହିବା ପରେ ଇଲା ସେମାନଙ୍କ ପୁଅ ପୁରୁରାଭାଙ୍କୁ ଜନ୍ମ ଦିଅନ୍ତି। ଯେତେବେଳେ ଇଲା ତାଙ୍କ ସ୍ୱାମୀ ନିଦ୍ରାରୁ ଜାଗ୍ରତ ହୁଅନ୍ତି, ବୁଦ୍ଧ ତାଙ୍କୁ ସାନ୍ତ୍ୱନା ଦିଅନ୍ତି। ଯେତେବେଳେ ତାଙ୍କ ଅନୁଗାମୀମାନେ ଏକଜଡ଼ରେ ଧ୍ୱଂସ ହୋଇଯାଆନ୍ତି, ରାମ ଇଲାଙ୍କ କାହାଣୀ ବର୍ଣ୍ଣନା କରିଛନ୍ତି, ଯିଏ କର୍ଦ୍ଦମଙ୍କ ନେତ୍ରରେ ଏକ ବଳିଦାନ ମାଧ୍ୟମରେ ଜଣେ ମହିଳା ହୋଇଥିଲେ କିନ୍ତୁ ପୁନର୍ବାର ପୁରୁଷତ୍ୱ ହାସଲ କରିଥିଲେ। ଏହି ବଳିଦାନ ମହାଦେବଙ୍କୁ ସନ୍ତୁଷ୍ଟ କରିଥିଲା, ଯିଏ ତାଙ୍କ ପୁରୁଷତ୍ୱକୁ ପୁନରୁଦ୍ଧାର କରିଥିଲେ। ତାଙ୍କ ପୁଅ ପୁରୁରବଙ୍କ ସହିତ ଇଲା ବ୍ରହ୍ମା ଅଞ୍ଚଳକୁ ପ୍ରାପ୍ତ କରିଥିଲେ। ରାମ ରାଜା ବ୍ରାହ୍ମଣମାନଙ୍କୁ ଅଶ୍ୱମେଧ ଯଜ୍ଞ ବିଷୟରେ ଆଲୋଚନା କରିବାକୁ ନିମନ୍ତ୍ରଣ କରନ୍ତି। ରାମଙ୍କ ଅଶ୍ୱ ବଳିଦାନ ଅଶ୍ୱମେଧ ରାଜା, ବ୍ରାହ୍ମଣ, ଋଷି ଏବଂ ଅନ୍ୟମାନଙ୍କୁ ବିଳାସପୂର୍ଣ୍ଣ ବୈଦାଖଲା। ଏହି ବଳିଦାନ ଏକ ବର୍ଷ ଧରି କେଦିନ
ଉପସ୍ଥିତ ଥିବା ସମସ୍ତଙ୍କୁ ସନ୍ତୁଷ୍ଟ କରିଥିଲା ଏବଂ ବିପୁଳ ପରିମାଣର ଧନ ଅଳଙ୍କାର ଏବଂ ପୋଷାକ ବଣ୍ଟନ କରିଥିଲା। ଏହାର ବିଶାଳ ପରିମାଣ ସତ୍ତ୍ୱେ ବାଲ୍ମୀକି ତପସ୍ୱୀ ଶିଷ୍ୟ ଲବ ଏବଂ କୁଶଙ୍କୁ ଏହାର ଶିକ୍ଷାର ପ୍ରସାର ପାଇଁ ମହାକାବ୍ୟ ରାମାୟଣ ଗାଇବା ପାଇଁ ଦାୟିତ୍ୱ ଦିଆଯାଇ ସେମାନଙ୍କୁ ବ୍ରାହ୍ମଣଙ୍କ ଘର ପ୍ରାସାଦ ଏବଂ ଏକତ୍ର ହୋଇଥିବା ସନ୍ନ୍ୟାସୀଙ୍କ ସମେତ ବିଭିନ୍ନ ପରିବେଶରେ ସଙ୍ଗୀତ ଏବଂ ବାଦ୍ୟଯନ୍ତ୍ରର ମିଶ୍ରଣ ବଜାୟ କରିବାକୁ ଏହାକୁ ଗାଇବାକୁ ନିର୍ଦ୍ଦେଶ ଦିଆଇ ଚିନ୍ତା କରିଥିଲେ ଏବଂ ରାତି ସାରା ସେମାନଙ୍କର ଲକ୍ଷାନ୍ୱିତ କରିଥିଲେ। ରାମଙ୍କ ଦ୍ୱୈତ ପୁତ୍ର ଲବ ଏବଂ କୁଶ ରାମଙ୍କ ଅନୁରୋଧରେ ବାଲ୍ମୀକିଙ୍କ ଦ୍ୱାରା ରଚିତ ଏକ ଗୀତ ଗାଆନ୍ତି। ଦର୍ଶକମାନେ ମନ୍ତ୍ରମୁଗ୍ଧ ହୁଅନ୍ତି, କିନ୍ତୁ ଯେତେବେଳେ ସୁନା ମୁଦ୍ରା ପ୍ରଦାନ କରାଯାଏ ସେମାନେ ମନା କରନ୍ତି। ସେମାନେ ମୂଳ ଏବଂ ଫଳ ଉପରେ ବଞ୍ଚନ୍ତି ବୋଲି କୁହନ୍ତି। ରାମ ସେମାନଙ୍କୁ କବିତାର ଲେଖ ଜଗତରେ ବାଲ୍ମୀକି ଏହାକୁ ଚର୍ଚ୍ଚିତରେ ରାମଙ୍କ ଜୀବନ ବର୍ଣ୍ଣନା କରି ଲେଖିଛନ୍ତି। ରାମ ଜଣେ ଦୂତଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ ସେ ବାଲ୍ମୀକିଙ୍କୁ ପଚାରନ୍ତୁ ଯେ ସୀତା ସଭା ସମ୍ମୁଖରେ ସାକ୍ଷ୍ୟ ଦେଇ ନିଜର ପବିତ୍ରତା ପ୍ରମାଣ କରିବେ କି? ବାଲ୍ମୀକି ରାଜି ହୁଅନ୍ତି ଏବଂ ରାମ ଘୋଷଣା କରନ୍ତି ଯେ ପରଦିନ ସୀତା ତାଙ୍କର ନିର୍ଦ୍ଦୋଷତାର ଶପଥ ନେବେ। ଋଷିମାନେ ରାମଙ୍କୁ ତାଙ୍କ ମହାନ କାର୍ଯ୍ୟ ପାଇଁ ବଳିଦାନ ସ୍ଥଳରେ ରାମଙ୍କ ଆଗମନ ଋଷି, ରାକ୍ଷସ, ମାଙ୍କଡ଼ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କ ଏକ ସମାବେଶର ସମ୍ମୁଖୀନ ହୋଇଥିଲା। ସୀତା ବାଲ୍ମୀକିଙ୍କ ସହିତ ଦୁଃଖରେ ମୁଣ୍ଡ ନୁଆଁଇ ସଭାରେ ପ୍ରବେଶ କରିଥିଲେ। ବାଲ୍ମୀକି ରାମଙ୍କୁ ସମ୍ବୋଧିତ କରି ସୀତା ଶୁଦ୍ଧ ବୋଲି ଆଶ୍ୱାସନା ଦେଇଥିଲେ ଏବଂ ତାଙ୍କୁ ଅନୁରୋଧ କରିଥିଲେ, ଅନୁମତି ଦିଅନ୍ତୁ। ସଭା ସମ୍ମୁଖରେ ନିଜର ପବିତ୍ରତା ପ୍ରମାଣ କରିବା ପାଇଁ ରାମ ଜନକଙ୍କ କନ୍ୟା ସୀତାଙ୍କୁ ଅନୁରୋଧ ସୀତା ଶପଥ କରନ୍ତି ଯେ ସେ ବୁଢ଼ୀ ଏବଂ ତାଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି, ଯାହାଦ୍ୱାରା ପୃଥିବୀ ଦେବୀ ବସୁନ୍ଧରା ତାଙ୍କୁ ଏକ ସ୍ୱର୍ଗୀୟ ସିଂହାସନ ସହିତ ସ୍ୱାଗତ କରିଛନ୍ତି। ସ୍ୱର୍ଗୀୟମାନେ ସୀତାଙ୍କ ଆଚରଣର ପ୍ରଶଂସା କରନ୍ତି ଏବଂ ଦୁଃଖରେ ଜର୍ଜରିତ ରାମ ବସୁଧାଙ୍କୁ ପାତାଳରୁ ସୀତାଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରନ୍ତି। ବ୍ରହ୍ମା ହସ୍ତକ୍ଷେପ କରି ରାମଙ୍କୁ ବିଷ୍ଣୁ ଭାବରେ ତାଙ୍କର ପୂର୍ବ ଜୀବନରେ ମନେ ପକାଇ ଦିଅନ୍ତି ଏବଂ ତାଙ୍କୁ ଅସହ୍ୟତା ପରେ କିନ୍ତୁ ଅବିବାହିତ ସଂବେଦନଶୀଳତା ହେତୁ ଯାହାବଙ୍କୁ ଉତ୍ତରକାଣ୍ଡ ଶୁଣିବା ପାଇଁ ପରମାଙ୍କୁ ଉତ୍ତରକାଣ୍ଡ ଶୁଣିବା ପାଇଁ ରାମ ତଥାପି ସୀତାଙ୍କ ପାତାଳ ପ୍ରସ୍ଥାନରେ ଦୁଃଖିତ ହୋଇ ଅନେକ ବଳିଦାନ କରନ୍ତି ଏବଂ 81,000 ବର୍ଷରୁ ଅଧିକ ସମୟ ଧରି ତାଙ୍କ ରାଜ୍ୟକୁ ବୁଦ୍ଧିମାନ ଭାବରେ ଶାସନ କରନ୍ତି, ଯାହା ତାଙ୍କ ଲୋକଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ। ତାଙ୍କ ମା କୌଶଲ୍ୟା ଶେଷରେ ମୃତ୍ୟୁବରଣ କରନ୍ତି। ତାପରେ ରାମ ବିଭିନ୍ନ ରୀତିନୀତି ଏବଂ ସମାରୋହ ପାଳନ କରନ୍ତି। ରାମ ତାଙ୍କ ମାମୁଁ ଯୁଧିଷ୍ଠିରଙ୍କ ଦ୍ୱାରା ପଠାଯାଇଥିବା ବ୍ରାହ୍ମଣ ସନ୍ଥ ଗର୍ଗଜଙ୍କୁ ଉପହାର ସହିତ ସ୍ୱାଗତ କରନ୍ତି। ସନ୍ଥ ଯୁଧିଷ୍ଠିର ବାର୍ତ୍ତା ପ୍ରଦାନ କରନ୍ତି ସିନ୍ଧୁ ଅବନ୍ତର ନିକଟରେ ଥିବା ଗନ୍ଧର୍ବ ପ୍ରଦେଶ ସ୍ୱାଗତ କରନ୍ତି। ସନ୍ଥ ଜଡ଼ଲିଙ୍ଗମାନଙ୍କୁ ପରାସ୍ତ କରିବାକୁ ପଠାନ୍ତି। ରାମଙ୍କ ନିକଟକୁ ଫେରିବା ପୂର୍ବରୁ ସେମାନଙ୍କ ମଧ୍ୟରେ ରାଜ୍ୟ ବିଭାଜନ କରନ୍ତି। ରାମଙ୍କ ସାନ ଭାଇ ଭରତ ଗନ୍ଧର୍ବମାନଙ୍କ ବିରୁଦ୍ଧରେ ଏକ ବିଶାଳ ସେନାର ନେତୃତ୍ୱ ନେଇଥିଲେ ଏବଂ 1 ସପ୍ତାହ ଧରି ଚାଲିଥିବା ଏକ ଭୟଙ୍କର ଯୁଦ୍ଧ ଲଢ଼ିଥିଲେ। ଶେଷରେ ସେ ସମସ୍ତ ଗନ୍ଧର୍ବମାନଙ୍କୁ ନିଜ ଶକ୍ତିଶାଳୀ ତୀର ସଂଘର୍ଷର ଦ୍ୱାରା ହତ୍ୟା କରିଥିଲେ। ସେମାନଙ୍କ ପରାଜୟ ପରେ ଭରତ 2ଟି ସମୃଦ୍ଧ ସହର ଦେଲେ, ଯାହା ସେମାନଙ୍କ ରାମ ତାଙ୍କ ନାତି ଅଙ୍ଗଦ ଏବଂ ଚନ୍ଦ୍ରକେତୁଙ୍କୁ କରୁପଦ ଏବଂ ଚନ୍ଦ୍ରଦ୍ୟୁତିର ରାଜା ଭାବରେ ସ୍ଥାପିତ କରନ୍ତି। ରାମ ସେମାନଙ୍କୁ ଶାସନ କରିବା ପାଇଁ ସହର ଦିଅନ୍ତି ଏବଂ ଲକ୍ଷ୍ମଣ ଏବଂ ଭରତ ସେମାନଙ୍କ ରାଜ୍ୟକୁ ସମାନ କରିବା ପାଇଁ କିନ୍ତୁ ଜଖମାଡ଼ିବା ପାଇଁ
ସହର ଦିଅନ୍ତି। ଏଦେବେଳେ ଭରତ ରାମଙ୍କ ପାଦକୁ ଅଭିବାଦନ ଜଣାଇବା ପାଇଁ ସାଧୁ ରାମ ଜଣେ ସନ୍ନ୍ୟାସୀ ଭାବରେ ରାଜପ୍ରାସାଦ ଫାଟକରେ ପହଞ୍ଚନ୍ତି। ଲକ୍ଷ୍ମଣଙ୍କ ସହ ଏକ ବ୍ୟକ୍ତିଗତ ବାର୍ତ୍ତାଳାପ ପାଇଁ ତାଙ୍କୁ ଭେଟିବାକୁ ଚାହାନ୍ତି, ଯିଏ ପରେ ରାମଙ୍କ ଘରକୁ ଦୂତଙ୍କୁ ପରିଚାଳନା କରନ୍ତି। ସନ୍ନ୍ୟାସୀ ଏକ ବିଷୟ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଅନ୍ତି ଯାହା ସ୍ୱର୍ଗୀୟମାନଙ୍କୁ ଉପକୃତ କରିବ ଏବଂ ଯଦି କେହି ସେମାନଙ୍କୁ ଗୋପନୀୟତାର ପ୍ରତିଶ୍ରୁତି ଯାହା ରାମଙ୍କୁ ଗୋପନୀୟତାର ରାମଙ୍କ ପୁତ୍ର ମହାନ ସନ୍ଥକାଲ ତାଙ୍କ ପିତାଙ୍କୁ ସୂଚନା ଦେଇଛନ୍ତି ଯେ ପିତୃପୁରୁଷ ତାଙ୍କୁ ମନେ ପକାଇବାକୁ ଏକ ବାର୍ତ୍ତା ପଠାଇଛନ୍ତି ଯେ ତାଙ୍କର 1 ବର୍ଷ ମାନବ ରୂପେ ସମାପ୍ତ ହେବାକୁ ଯମୋକ୍ତକ ଆଗମନରେ ଖୁସି ହୋଇଛନ୍ତି, ଯେଉଁଠାରେ ସେ ଆମରମାନଙ୍କୁ ସୁରକ୍ଷା ଦେବା ଜାରି ରଖିବେ ଏବଂ ସେମାନଙ୍କୁ ସୁରକ୍ଷା ଦେବା ଜାରି ରଖିବେ, ଯେଉଁଠାରେ ସେ 1000 ବର୍ଷର ଉପବାସ ପରେ ଖାଦ୍ୟ ମାଗିଥିବା ତପସ୍ୱୀ ଦୁର୍ବାସାଙ୍କ ଆଗମନରେ ରାମ ବାଧାପ୍ରାପ୍ତ ହୋଇଥିଲେ। ରାମ ଖାଦ୍ୟ ଯୋଗାଇ ଦେଇଥିଲେ ଏବଂ ଦୁର୍ବାସାଙ୍କ ଅନୁରୋଧକୁ ସନ୍ତୁଷ୍ଟ କରିଥିଲେ। ତଥାପି ଏହି ସାକ୍ଷାତ ରାମଙ୍କୁ କାଲଙ୍କ ଅଶୁଭ ଶବ୍ଦଗୁଡ଼ିକୁ ମନେ ପକାଇ ଦେଇଥିଲା, ଯାହା ତାଙ୍କ ଉପରେ ଆସୁଥିବା ଯେକୌଣସି ବିପର୍ଯ୍ୟୟକୁ ସହିବାକୁ ଜଣେ ଋଷିଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ରାମ ତାଙ୍କ ଭାଇ ଲକ୍ଷ୍ମଣଙ୍କୁ ହତ୍ୟା କରିବାର ଦିନକୁ ସାମ୍ନା କରନ୍ତି। ତଥାପି ବଶିଷ୍ଠ ରାମଙ୍କୁ ପରାମର୍ଶ ଦିଅନ୍ତି ଯେ ଏହି ପ୍ରତିଶ୍ରୁତି ପାଳନ କରିବା ଦ୍ୱାରା ସଦ୍ଗୁଣ ଏବଂ ଶେଷରେ ବିଶ୍ୱର ବିନାଶ ହେବ। ଏହି ଯୁକ୍ତି ଦ୍ୱାରା ବିଶ୍ୱାସ କରି ରାମ ଲକ୍ଷ୍ମଣଙ୍କୁ ପରିତ୍ୟାଗ କରନ୍ତି, ଯିଏ ପରେ ସରଜୁ ନଦୀ କୂଳ ଲକ୍ଷ୍ମଣଙ୍କୁ ଛାଡ଼ିବା ପରେ ଦୁଃଖିତ ରାମ ଅଯୋଧ୍ୟାକୁ ପରିତ୍ୟାଗ କରିବାକୁ ଚିନ୍ତା କରନ୍ତି। ତାଙ୍କ ନାଗରିକ ଏବଂ ମନ୍ତ୍ରୀ ହେବାର ବାର ତାଙ୍କ ଜମଚେଦାତି ରାମ ଯେଉଁଠାରେ ବି ଯାଆନ୍ତି ତାଙ୍କୁ ଅନୁସରଣ କରିବାକୁ ସେମାନଙ୍କ ଅନୁରୋଧକୁ ରାଜି ହୁଅନ୍ତି ଏବଂ ଶତ୍ରୁଘ୍ନଙ୍କୁ ଜଣେ ଦୂତ ପଠାଇବା ରାମଙ୍କ ସ୍ୱର୍ଗାରୋହଣ ନିଷ୍ପତ୍ତି ବିଷୟରେ ଜାଣିବା ପରେ ଶତ୍ରୁଘ୍ନ ତାଙ୍କ 2 ପୁଅଙ୍କୁ ମଥୁରା ଏବଂ ବିଦିଶାର ଜାଣିବା ପରେ ପ୍ରତିଷ୍ଠିତ କରନ୍ତି। ତାପରେ ସେ ଅଯୋଧ୍ୟାରେ ରାମଙ୍କ ସହ ଯୋଗ ଦିଅନ୍ତି, ଯେଉଁଠାରେ ତାଙ୍କୁ ସୁଗ୍ରୀବ, ହନୁମାନ ଏବଂ ରାକ୍ଷସ ରାଜା ବିଭୀଷଣଙ୍କ ସମେତ ଅନ୍ୟ ବିଶ୍ୱସ୍ତ ଅନୁଗାମୀମାନେ ଯୋଗ ଦିଅନ୍ତି। ରାମ ତାଙ୍କ ପରିବାର ଏବଂ ଅନୁଗାମୀମାନଙ୍କ ସହିତ ଅଯୋଧ୍ୟାରୁ ପ୍ରସ୍ଥାନ କରନ୍ତି, ଯେଉଁଥିରେ ବ୍ରାହ୍ମଣ, ପଶୁ ଏବଂ ଏପରିକି ଛତା ପରି ଜିନିଷ ମଧ୍ୟ ଅନ୍ତର୍ଭୁକ୍ତ। ସହରର ଅଧିବାସୀମାନେ ମଣିଷଠାରୁ ଆରମ୍ଭ କରି ପକ୍ଷୀ ଏବଂ ପଶୁ ପର୍ଯ୍ୟନ୍ତ ଉତ୍ସାହର ସହିତ ତାଙ୍କୁ ସ୍ୱର୍ଗକୁ ଅନୁସରଣ କରନ୍ତି। ରାମଙ୍କ ବିଦାୟ ହେଉଛି ସୁଖ, ଭକ୍ତି ଏବଂ ଆନନ୍ଦର ଏକ ଭବ୍ୟ। ଏଠାରେ 10 ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଏ। ରାମ ଏବଂ ତାଙ୍କ ଭାଇମାନେ ସରଜୁ ନଦୀ ପାର ହେବା ପରେ ପବିତ୍ର ତୀର୍ଥସ୍ଥାନରେ ପହଞ୍ଚନ୍ତି। ବ୍ରହ୍ମା ସେମାନଙ୍କୁ ସ୍ୱାଗତ କରନ୍ତି ଏବଂ ସେମାନଙ୍କ ସ୍ୱର୍ଗୀୟ ରୂପରେ ଅମରତା ପ୍ରଦାନ କରନ୍ତି। ସେମାନେ ପାଣିରେ ପ୍ରବେଶ କରନ୍ତି, ସେମାନଙ୍କର ମାନନ୍ଦର ଲୁହ ସହିତ ସ୍ୱର୍ଗକୁ ଆରୋହଣ କରନ୍ତି। ଶେଷରେ ବ୍ରହ୍ମାଙ୍କ ଦ୍ୱାରା ରାମାୟଣ ମହାକାବ୍ୟର ସର୍ବୋତ୍ତମ ଅଂଶ ବୋଲି ବିବେଚନା କରାଯାଉଥିବା ଉତ୍ତର କାହାଣୀକୁ ଏହି ପାଠଚର ସମାପ୍ତ କରେ। କୁହାଯାଏ ଯେ ଏହି କବିତାଟି ପଢ଼ିବା କିମ୍ବା ପାଠ କରିବା ସମାଜରେ ଶୁଦ୍ଧ ଏବଂ ଲାଭଦାୟକ ପ୍ରଭାବ ପକାଇଥାଏ, ଦୀର୍ଘ ଜୀବନ, ସମୃଦ୍ଧି ଏବଂ ପାପରୁ ମୁକ୍ତି ଦେଇଥାଏ।